ପୁଣି କାମ ଦାମରେ ମନ ଲଗାଇଲି। ତା ନହେଲେ ଯେମିତି ଲୋକ ଫେର କୋଉ ଦିନ ଦେହ ମୁଣ୍ଡ କଣ କରି ବସିବେ କିଏ ଜାଣେ। ଏଇ କେତେଦିନ ମନରେ ତାଙ୍କର କାହିଁକି ଜମା ସୁଖ ନଥିଲା। ସକାଳୁ କୁଆଡ଼େ ପୁଣି ଯାଆନ୍ତି ଯେ ଦ୍ୱିପହରକୁ ଆସନ୍ତି, ଗଣ୍ଡାଏ ଖାଇ ଦେଇ ପୁଣି ଚାଲିଯାଆନ୍ତି। ଦିନେ ପଚାରିଲି, କ'ଣ ପୂଜାରୀ ଖୋଜୁଛ ନା କ'ଣ? ସବୁଦିନ ଏମିତି ଯିବା ଆସିବା ଲାଗି ରହେ। ସବୁ ଦେଖି ଆଉ ମନରେ ଦୁଃଖ ଥାଏ। ତେଣୁ ଦିନେ ସେ ଦୁଃଖ ଦେଖି ପଚାରିଲି, କ'ଣ ପୂଜାରୀ ଖୋଜୁଛ ନା କ'ଣ? କହିଲେ, ନାଇଁ, ଆଉ ଗୋଟାଏ କାମ। ମାଘ ମାସ, କିନ୍ତୁ ଜାଡ଼ର ଦାଉ କମି ନଥିଲା ଏତେ ଦିନ ଯାଏ। ମାଘ ମାସ ଶୀତ ସମୟ, ନାଇଁ, ମାଘ ମାସରେ ଶୀତ ହୁଏ, କିନ୍ତୁ ସେତେବେଳକୁ ଟିକେ ଟିକେ କମି ଆସିଥାଏ ଶୀତ। ସେଥିପାଇଁ କି କହୁଛନ୍ତି କି ଶୀତ ମାଘ ମାସ ହେଲାଣି କିନ୍ତୁ ଜାଡ଼ର ଦାଉ କମି ନଥାଏ, ଶୀତ କମ୍ ହେଇନଥିଲା। ଖରାବେଳେ ସୁଦ୍ଧା ଘର ଭିତରେ ଦେହ ଥରି ଉଠିଥାଏ ଶୀତରେ। କୋଠା ଛାତ ଉପରୁ ଶୀତ ଦିନରେ କଅଁଳ ଖରା ବସନ୍ତର ଜରିପାଗ ପରି ସେଦିନ ଲମ୍ବି ପଡ଼ିଥାଏ ପିଣ୍ଡା ଦାଣ୍ଡ ଯାଏ। ପୁରା ଚାରିଆଡ଼େ ବସନ୍ତ ଋତୁ ଏବଂ ମାଘ ମାସ ହୋଇଥିବାରୁ କୋଠା ଛାତ ଉପରୁ ଶୀତ ଦିନରେ କଅଁଳ ଖରା ଗୁଡ଼ିକ ପଡ଼ିକି ଉପରୁ ଛାତ ଦାଢ଼ରେ ଯେଉଁ ଖରା ଗୁଡ଼ିକ ପଡ଼ିଛି ବସନ୍ତର ଜରିପାଗ ପରି ସେଦିନ ଲମ୍ବି ଯାଇଥାଏ। ଖରା ଗୁଡ଼ିକ ପଡ଼ିଛି, ତାର ଦୃଶ୍ୟଟିକୁ ଲେଖକ ବର୍ଣ୍ଣନା କରିଛନ୍ତି। ଖରାରେ ଗୋଟାଏ ସପ ପାରି ବସି ଗୁଆ ଭାଙ୍ଗୁ ଭାଙ୍ଗୁ ଦେଖିଲି ସେ ବାହାରକୁ ଯିବେ ବୋଲି ସଜ ହେଉଛନ୍ତି। ପାଖକୁ ଯାଇ ପଚାରିଲି, କୁଆଡ଼େ ଯାଉଛ କି? ଗୁଆ ଭାଙ୍ଗୁଥିଲା ବସିକି। ତ ପଚାରୁଛି ନାଥ ନନାକୁ, କୁଆଡ଼େ? ନାଥ ନନା ସେ ସମୟରେ ବାହାରୁଛନ୍ତି, ସେଥିପାଇଁ ପଚାରୁଛି ଯେ କୁଆଡ଼େ ବାହାରିଲ? କହିଲେ, ଗୋଟାଏ କାମ। କି କାମ ଶୁଣେ? ରୋଜ 24 ଘଣ୍ଟା ଦଣ୍ଡେ ତ ବସାରେ ରହୁନା, କି କାମ ଏମିତି ଲାଗିଛି କି ତୁମର? ସେ ହସିଲେ, କହିଲେ, ସେମିତି ଦରକାରୀ କାମ। ଚାକିରି ନାହିଁ ପାଖରେ, ଚାକିରି ଖୋଜା ଚାଲିଯିବେ। ପାଖକୁ ଯାଇ ତାଙ୍କ ହାତକୁ 2 ହାତରେ ମୁଠେଇ ଧରି କହିଲି, ମୋ ରାଣୀଟି, କୁହ, କି କାମ? କେତେବେଳେ ଯାଏ ମନକୁ ମନ କ'ଣ ଭାବି ସେ କହିଲେ, ଗୋଟାଏ ଚାକିରି ବାକିରି ଖୋଜୁଛି କେଉଁଠି। ପଚାରିଲି, କ'ଣ ହେବ ଶୁଣେ? ମୋ ଗାଲରେ ଆସ୍ତେ ଗୋଟାଏ ଚାପୁଡ଼ା ମାରି ସେ ହସି ହସି କହିଲେ, ଘର ଖର୍ଚ୍ଚ ନଇଲେ ଚଳିବ କେମିତି ଓଲି? ମୁଁ କ'ଣ ବଡ଼ ଲୋକ ହେଇଛି? ଅଣ୍ଟାରୁ ଗୋଟାଏ ହାତରେ ମୋତେ ବେଡ଼େଇ ଧରି ପୁଣି କହିଲେ, ଯାହା ପଇସା ପାଖରେ ଥିଲା ଏତେ ଦିନ ଚଳିଲା, ଆଉ ଏଣିକି ଚଳିବା କଷ୍ଟ। ଦୋକାନରେ ବି ଅନେକ ଦିନ ଢେର କାଳି ହୋଇଗଲାଣି, ବାକି ହେଲା, ଢେର କାଳି ହୋଇଗଲାଣି ମାନେ ଢେର ବାକି ହେଇଗଲାଣି। ସେ ପଇସା ନ ପାଇଲେ ଆଉ ସୌଦା ଦେବାକୁ ନାରାଜ, ମାନେ ମନା କରୁଛି। ନାରାଜ କହିଲେ ସୌଦା ଦେବାକୁ ମନା କରୁଛି ବିନା ପଇସାରେ। ପଇସା ଆସିବାର ଗୋଟାଏ ବାଟ ନ କଲେ ଏଣିକି ଆଉ ଚଳିବ କେଉଁଠି? ପଇସା ଆସିବା ପାଇଁ ତ କିଛି ଗୋଟେ ବାଟ କରିବା ଦରକାର, ନହେଲେ ଚଳିବ କେମିତି? ପଚାରିଲି, ଚାକିରି ମିଳିଲା? ଏତେ ସହଜରେ ଚାକିରି କୋଉଠି ମିଳିବ କହ? ତେବେ ଫେର କ'ଣ ହବ? ଝିଅଟି ପଚାରୁଛି। ହବ ଆଉ କ'ଣ? ଚେଷ୍ଟା ତ କରୁଛି ଦିନ ରାତି। ନ ମିଳିଲେ ଏଠି ପଡ଼ି ପଡ଼ି ଆଉ କ'ଣ ଉପାସ ରହିବା? ବାଧ୍ୟ ହେଇ ଗାଁକୁ ଯିବାକୁ ହବ। ଗୋଟାଏ ଅଜଣା ଭୟରେ ଦେହ ଗୋଟାକ ଥରି ଉଠିଲା। ଏଠୁ ଗାଁକୁ ଯିବା କଥା ଶୁଣି ବାପା ବୋଉ ତ ଆଉ ନାହାନ୍ତି। କାହା ଦମ୍ଭରେ ଆଉ ମୁଁ ଏଠିକି ଯିବି ସେଠିକି ଯିବି? କିନ୍ତୁ କଟକରେ ବସନ୍ତ ଲାଗିଛି, ଯୋଉଟା ହଇଜା ଝାଡ଼ା ବାନ୍ତି ହେଉଛି, ବସନ୍ତ ଲାଗିଛି। ସ୍ମଲ୍ ପକ୍ସ ନା ତାକୁ କହୁଛ, ସ୍ମଲ୍ ପକ୍ସ ଲାଗିଛି। ସବୁବେଳେ ବାହାରେ ବୁଲୁଛନ୍ତି। ଏ ପୁଣି ଭାରି ମନ ଖରାପ ହେଲା ଆଉ ଦିନେ ସୁଦ୍ଧା ଏଠି ରହିବାକୁ ଇଚ୍ଛା ହେଲାନି। ପଚାରିଲି, ଆଉ କୁଆଡ଼େ ଗଲେ ହବ ନାହିଁ କଟକ ଛାଡ଼ି? ପଚାରିଲି, ଆଉ କୁଆଡ଼େ ଗଲେ ହବ ନାହିଁ କଟକ ଛାଡ଼ିକି? କଟକରେ ରହିବାକୁ ଇଚ୍ଛା ନାହିଁ କାରଣ ବସନ୍ତ, ଗାଁକୁ ଯିବାକୁ ଇଚ୍ଛା ନାହିଁ କାରଣ ବାପା ମା ନାହାନ୍ତି। ତେବେ ତାର ଆଉ କିଏ ଦମ୍ଭ ଅଛି? ତେଣୁ ପଚାରୁଛି, କଟକ ଛଡ଼ା ଆଉ କୋଉଠିକି ପଳେଇଲେ କ'ଣ ହବନି? ସେ କହିଲେ, ସବୁଠି ଏଇ ଦଶା, ଚାକିରି ଖଣ୍ଡେ ପାଇଁ ମରାମରି, ଗାଁକୁ ଯିବା ଛଡ଼ା ବାଟ ନାହିଁ। ମୋରି ଲାଗି ସିନା ଏତେ ଦୁଃଖ ପାଉଛ ତମେ। ଅଜାଣତରେ ସେ ମୋତେ ପାଖକୁ ଭିଡ଼ି ଧରି ଚୁମ୍ବନ କଲେ। ହୃଦୟ ମୋର ବିଚିତ୍ର ଛନ୍ଦରେ ବାଜି ଉଠିଲା ସେ ରହସ୍ୟମୟ ସ୍ପର୍ଶରେ। ରକ୍ତରେ ଝଡ଼ ବହିଗଲା। ସୁସୁପ୍ତ ଜୀବନର କୂଳେ କୂଳେ ସେ ସ୍ପର୍ଶ ଆସି କଥା କହିଗଲା ମୁହୂର୍ତ୍ତକରେ, କେତେ କାଳାନ୍ତର ଅନୁଭୂତି ଭେଟାଇ ଦେଇ। ତାପରେ କ'ଣ ହେଇଛି, ସେ ଝିଅଟି ଯେହେତୁ ତାର ପ୍ରତି ଟିକେ ଆସକ୍ତି ଭାବନା ଥିଲା, ତେଣୁ କରିକି ଯେତେବେଳେ ତାକୁ ଅତି ପାଖରେ ଦେଖୁଛି, ନିହାତି ମନ ଭିତରେ ବିଭିନ୍ନ ପ୍ରକାରର ଅନୁଭୂତି, କଳ୍ପାନ୍ତର ଅନୁଭୂତି, ବିଭିନ୍ନ ପ୍ରକାର କଳ୍ପନା ଆଉ ଅନୁଭୂତି ମନକୁ ଆସିଯାଉଛି। ସେ ଯାହା ବି ହଉ, ଯାହା କହୁଥିଲେ ସେ ଶେଷରେ ସେଇଆ ହେଲା। ଖୋଜି ଖୋଜି ଚାକିରି ଖଣ୍ଡେ ବି କୋଉଠି ମିଳିଲାନି ତାଙ୍କୁ, ଯେଉଁଥିରେ ଦୁଃଖ କଷ୍ଟରେ ଆମ ପେଟ ଦୁଇଟା ଚଳିଯିବ। ଶେଷକୁ ଗାଁକୁ ଯିବା କଥା ଆସି ପହଞ୍ଚିଲା। ଦୁହେଁ ବାହାରିଲେ ଗାଁକୁ ଯିବା ପାଇଁ। କେତେ ଦିନ ଆଗରୁ ଏଇ ଗାଁକୁ ଯିବା ପାଇଁ କେତେ ନାଚି ଉଠୁଥିଲା ଏଇ ମନଟି, କିନ୍ତୁ ଏବେ ଆଉ ସେଇ ଉତ୍ଫୁଲ୍ଲତାଟା ନାହିଁ, ସେଇ ଉତ୍ସୁକତାଟା ଗାଁକୁ ଯିବାର, ସେଇଟା ଆଉ ମନରେ କୋଉଠି ବି ନାହିଁ। କିନ୍ତୁ ସେ ସୁଖ, ସେ ଆନନ୍ଦ ସବୁ ସରିଯାଇଛି। ବାପ ବୋଉ ମଲା କଥା ଶୁଣିବା ଦିନ ସ୍ୱାମୀ ମୋତେ ଛାଡ଼ି ଦେଇଛନ୍ତି, ଏ କଥା ତ ଏତେବେଳକୁ ଗାଁରେ ଆମର ଚାରିଆଡ଼େ ବ୍ୟାପିଯିବଣି। ସେଇଦିନ ଏତେ ଦିନ ଯାଏ ଗାଁକୁ ନ ଯାଇ ଏଠି ୟାଙ୍କ ପାଖରେ ଥିଲି। କଥା ଶୁଣିଲେ ଗାଁ ଲୋକେ ମୋତେ କ'ଣ ମନେ କରିବେ କେଜାଣି? ସମସ୍ତେ ତ ବାପା ମା ନୁହନ୍ତି।
ମତେ ପୁଣି ନାଥ ନନାଙ୍କ ଘରେ ରହିବା ଛଡା ଗାଁରେ ଆଉ ସ୍ଥାନ କୋଉଠି ଅଛି? ମୋର ବାହାଘର ସମୟରେ ଏଇ ଗାଁ ଲୋକ କେତେ କଥା ଉଠେଇଲେ ଟି ମୋ ନାଁରେ। ସେ କଣ ଏଡେ ସହଜରେ ମତେ ଛାଡିଦେବେ ଏଥର? କାଳିଆ ଭୂତ ପରି ଗୋଟେ ଅଜଣା ଭୟ ଆସି ମତେ ଗିଳିବାକୁ ଲାଗିଲା ଏ ଗାଁକୁ ଯିବା କଥା ମନେ କରି। କିନ୍ତୁ ଉପାୟ ତ ଆଉ କିଛି ନାହିଁ। ଗାଁ ଲୋକ, ସେଇ ସମୟରେ ଲୋକ, ବହୁତ ପୁରୁଣା କଥା ନା ଏଇଟା। ସେଇ ସମୟରେ ଗାଁ ଲୋକମାନଙ୍କର ଚିନ୍ତାଧାରାକୁ ନେଇକି ଲେଖକ ସୁନ୍ଦର ଭାବରେ ପରିପ୍ରକାଶ କରିଛନ୍ତି ଯେ ଝିଅଟା ଯେତେବେଳେ ବାହା ହେଇଯାଇଛି, ବାପା ମା ମରି ଯାଇଛନ୍ତି, ଶାଶୁ ଘରେ ବାହାର କରିଦେଇଛନ୍ତି, ତେବେ ଯେତେବେଳେ ସିଏ ଆଉ ଗୋଟେ ପିଲା ସାଙ୍ଗରେ ରହୁଛି, ସେ ଯେତେ ବି ଘନିଷ୍ଠ ହଉ, ଯେତେ ବି ତାଙ୍କର ସମ୍ପର୍କ ପବିତ୍ର ହେଇଥାଉ ନା କାହିଁକି, କିନ୍ତୁ ଗାଁ ଲୋକଙ୍କର ମନରେ ବହୁତ ଗୁଡାଏ ପ୍ରଶ୍ନ ଆସିବ ଏବଂ ସେ ବହୁତ ପ୍ରକାରର ପ୍ରଶ୍ନ କରିବେ, ଆକୁ ରଖେଇଦେବେ କି ନାହିଁ। ତ ସେଇ ସବୁ ଅଜଣା ଭୟରେ ସତୀ ଡରି ଉଠୁଥାଏ ବାରମ୍ବାର। ତହିଁ ଆର ଦିନ ସତେ ସତେ କଟକ ବସା ଛାଡି ଆମେ ଗାଁକୁ ବାହାରିଲୁ। କଟକର ନାଲି ମାଟି ଛାଡି ବଳଦ ଗାଡି ଯେତେବେଳେ ସେଇ ଗଛ ଗହଳି ହଜା ସାତବାଙ୍କ ଗାଁ ବାଟରେ ଚାଲିଲା, ଏତେ ଦୁଃଖରେ ବି ମୋ ମନ ହଉଥାଏ ଗାଁ ଦାଣ୍ଡର ସେଇ ପାଉଁଶିଆ ଧୂଳିଆଣି ଶରଧାରେ ଦେହରେ ବୋଳି ହବାକୁ। କାକର ବତୁରା ଦାଣ୍ଡ ଉପରେ ଗଡି ଗଡି ମନକୁ ବୋଧ ଦେବାକୁ ଯେ ସହରର ଗୋଳମାଳ ଛାଡି ପୁଣି ଆଜି ପିଲାଦିନର ସେଇ ସତମନ ପାଞ୍ଚଗଡା ସ୍ୱପ୍ନପୁରୀ ଭିତରକୁ ମୁଁ ମୋର ଫେରି ଆସିଛି ବୋଲି। ତ ମନେ ଯେତେ ଦୁଃଖ ଥିଲେ ବି ପୁଣି ଯେହେତୁ ନିଜର ଜନ୍ମ ମାଟି, ନିଜର ଗାଁ ମାଟି, ଆଉ ସବୁବେଳେ ସେଇଠି ସେ ତାର ହସ ଖୁସି ପିଲାଦିନ କଟେଇଛି, ତେଣୁ କରିକି ପୁଣି ମନରେ ଗୋଟେ କୋଉଠି ନା କୋଉଠି ଆନନ୍ଦ ଓ ଉତ୍ସୁକତା ଉଠି ଯାଉଛି ଯେ ନାଇଁ, ହଁ, ବାପା ମା ନଥିଲେ ବି ଗାଁ ତ ଗାଁ ନା, ନିଜ ଜନ୍ମ ମାଟି। ତେଣୁ ପୁଣି ତା ମନକୁ ଟିକେ ଖୁସି ଫେରି ଆସୁଛି ଏଇ ସେଇ ସୁନ୍ଦର ଗାଁ ମାଟି ଆଉ ତାର ବିଭିନ୍ନ ପରିବେଶ ଗୁଡିକୁ ଦେଖି। ବାରି ପଡିଆର ମଥାନ ମରା ଗଛ ମଉଳ ଉପରେ ଆମ ଗାଁ ନଡିଆ ଗଛ ଯାକ ପରିଚିତ ବନ୍ଧୁ ପରି ଯେତେବେଳେ ଗୋଟି ଗୋଟି ହୋଇ ମୁଣ୍ଡି ଚାହିଁଲେ, ଗୋଟାଏ ଅଜଣା ଭୟରେ ଛାତି ଭିତରେ ମୋର ଦୁମ ଦୁମ ହୋଇ କମ୍ପିଗଲା। ନାଥ ନନାଙ୍କ ଘର ଦୁଆର ମୁହଁରେ ଆସି ଗାଡି ରହିଲା। ଆମ୍ବ ପଣସ ଗଛ ଗହଳି ଭିତରେ ସେଇ ଉଞ୍ଚ ମାଟି ପିଣ୍ଡାଟି ଠିକ ଆଗ ପରି ସେମିତି ଅଛି। ଦାଣ୍ଡପଟେ ନଡିଆ ଗଛ ଧାଡି ଲଗା, ସେଇ ବଉଳ ଚଉପାଢି, ଗୋଟେ ବଉଳ ଗଛ ଅଛି, ତାର ଚଉପାଢିଟି ଅଛି ଯୋଉଠି ବସା ଉଠା କରନ୍ତି ଗାଁ ଲୋକମାନେ। ପିଲାଦିନେ ଯୋଉଠି ବସି ବଉଳ ସାଙ୍ଗେ କେତେ ଖେଳୁଥିଲୁ। ଘର ଓଳି ଦିହରେ ସେଇ ମଗର ମୁହାଁ କାଠ ସେଣିଟି ସୁଦ୍ଧା ଆଗ ପରି ଠିକ ସେମିତି ଅଛି। ଗୋଟେ କାଠ ସେଣିଟିଏ, କାଠଟେ ମଗର ମୁହାଁ ଉଲ୍ଟିବା ଏମିତି ହେଇଥିବ। ଢିଙ୍କି ଦେଖିଥିବ ଯଦି, ସେଇ ଢିଙ୍କି ସଦୃଶ ଗୋଟେ ଅଛି ସେଇଠି ଥୁଆ ଯାଇଛି। ସେ ଆଜି ବି ସେମିତି ଅଛି। ଏତେ ବର୍ଷ ହେଲା ଗାଁକୁ ଗଲାଣି ଆସିଲାଣି, ଆଜି ବି ସେଟା ସେମିତି ସେଇଠି ଅଛି। କିନ୍ତୁ କୋଉଠି ତିଳେ ହେଲେ ବଦଳି ନାହିଁ ସେଦିନ। ନାଥ ନନା ଆଗ ଗାଡିରୁ ଓହ୍ଲାଇ କହିଲେ, ଆ। ଗାଡି ଶବ୍ଦରେ କେତୋଟି ଲଙ୍ଗଳା ଟୋକା କେତେବେଳୁ ଆସି କୋଉ ଅପୂର୍ବ ଜିନିଷ ପରି ଗାଡି ଭିତରକୁ ଚାହିଁ ଠିଆ ହୋଇଥିଲେ। ଗାଁ ଲୋକ, ଗାଁର ଛୋଟ ଛୋଟ ପିଲାମାନେ, କୁନି କୁନି ପିଲାମାନେ ଦୌଡିକି ଆସିଛନ୍ତି ଗାଡିଟି ଆସିଛି ବୋଲି ଦେଖିବା ପାଇଁ। ଗାଁ ଭିତରେ ଗୋଟେ ଗାଡି ଆସିଲାଣି, ସେଟା ଏକ ଅପୂର୍ବ ଦୃଶ୍ୟ ଥିଲା ତାଙ୍କ ମାନଙ୍କ ପାଇଁ। ପିଲାବେଳେ ମନେ ପକାଅ, ଯେତେବେଳେ ଏରୋପ୍ଲେନଟେ ଆକାଶରେ ଉଡିଯାଏ, ସେ ଯୋଉ ଆବାଜ, ସମସ୍ତେ ଆମେ କଣ କରନ୍ତି, ଉପରକୁ ଚାହିଁକି ଦେଖୁଥାନ୍ତି ଏରୋପ୍ଲେନଟେ ଗଲା। ସେମିତି ସେତେବେଳେ ସମୟରେ ଗାଁ ମାଟିରେ କାରଟେ ଦେଖିଦେଲେ ପିଲାମାନେ ଅତି ଖୁସିରେ ଆସିକି କହୁଥାନ୍ତି, ଆରେ ଆରେ କାର ଆସିଛି, କିଏ ଆସିଛି, କିଛି ଗୋଟେ ତାଙ୍କ ପାଇଁ ସେଇଟା ଗୋଟେ ଅଦ୍ଭୁତ ଥିଲା, ମାନେ ଗୋଟେ ଅପୂର୍ବ ଜିନିଷ ଥିଲା, ନୂଆ ପ୍ରକାର ଜିନିଷ ଥିଲା। ତେଣୁ କରିକି ଆଜିକାଲି କେତେ ବଡ ବଡ ଜିନିଷ ଗଲେ ବି ଆମେ ଅନଉନା, କାହିଁକିନା ସମସ୍ତେ ସବୁ ଜିନିଷ ଧୀରେ ଧୀରେ ଜାଣିଗଲେଣି। କିନ୍ତୁ ସେଇଟା ଗୋଟେ ଏମିତି ସମୟ ଥିଲା। ତାପରେ ବଡ ହେଲେଣି ଧୀରେ ଧୀରେ, ସେଇଥିପାଇଁ ସମୟ ଅନୁସାରେ, ବୟସ ଅନୁସାରେ ବହୁ ଜିନିଷ ଆମେ ଦେଖିଲେଣି, ଜାଣିଲେଣି। ତେଣୁ ହଁ, ଏଇଟା ତ ଗୋଟେ, ଆଉ ଏଇଟା ହଁ, ତ କାରଟେ ତ ଯାଉଛି, କି ବସଟେ ତ ଯାଉଛି, କି ଏରୋପ୍ଲେନଟେ ତ ଯାଉଛି, କି ହେଲିକପ୍ଟରଟେ ତ ଯାଉଛି, ଏଇଟା ତ ଗୋଟେ ସବୁବେଳେ ଦେଖୁଛନ୍ତି, ସେମିତି ନାହିଁ। କିନ୍ତୁ ଗାଁରେ ଯେତେବେଳେ ନୂଆ କରି ପିଲାମାନେ ଛୋଟରୁ ବଡ ହଉଥାନ୍ତି, ଆଉ ଏଇ ସବୁ ଜିନିଷ ଗୁଡିକ ଗାଁରେ ଏତେ ଚାଳ ପ୍ରଚଳ, କାରଟେ ସେତେବେଳେ ଗାଁରେ, ଆଜିକାଲି ଗାଁରେ କାର କିଛି ନୂଆ କଥା ନୁହେଁ, କିନ୍ତୁ ସେତେବେଳେ ଗାଁରେ କାରଟେ ଯିବା ବହୁତ ସ୍ୱପ୍ନ ଥିଲା। କୋଉଠି ଯଦି ଦିନ ଅଧେ କାରଟେ ଦେଖିଦେଲେ ପିଲାମାନେ ଗହଳି କରି ଦୌଡି ଆସୁଥିଲେ ଯେ କଣ ହେଲା, ଗୋଟେ ନୂଆ ଜିନିଷଟେ, ଅପୂର୍ବ ଜିନିଷଟେ ଦେଖିବା ପାଇଁ। ସେଇଠି ମଧ୍ୟ ସେଇଭଳି କିଛି ଦୃଶ୍ୟ ଗୋଟେ ଲେଖକ ବର୍ଣ୍ଣନା କରିଛନ୍ତି ତାଙ୍କର ଉପନ୍ୟାସରେ। ତେବେ ଯେତେବେଳେ ପିଲାମାନେ ଦେଖୁଥିଲେ ସେ ଯୋଉ ଅଦ୍ଭୁତ ଦୃଶ୍ୟଟିଏ କଣ ବା ଅଦ୍ଭୁତ ଜିନିଷଟିଏ, କାରଟା କଣ ବୋଲି, ନାଥ ନନା ଓହ୍ଲାଇ ଟିକେ ଦୂରକୁ ଚାଲିଗଲାରୁ ସାହସ ପାଇ ଆସି ଗାଡି ଆଗରେ ଘେରି ଠିଆ ହେଇଗଲେ। ନାଥ ନନା ଯେମିତି ଗାଡି ପାଖରୁ ଟିକେ ଦୂରେଇ ଯାଇଛନ୍ତି, ପିଲା ଗୁଡିକ ଅପୂର୍ବ ଜିନିଷଟେ ଦେଖିବା ପାଇଁ, ଗୋଟେ ନୂଆ କରିକି ନୂଆ ଜିନିଷଟେ ଗାଁକୁ ଆସି ଦେଖିବା ପାଇଁ ସେ କାର ଚତୁଃପାର୍ଶ୍ୱରେ ଘେରି ଠିଆ ହେଇଗଲେ। ଭାବଟା ଏପରି ରହସ୍ୟମୟ ପଦାର୍ଥ ଭିତରୁ ଯେ ବାହାରିବ, କେଡେ ଅପୂର୍ବ ସେ ହୋଇଥିବ କେଜାଣି। ସେ ଭାବୁଥିଲେ, ଏଇଟା ଗୋଟେ ରହସ୍ୟମୟ ଜିନିଷ, ଚାରିଟା ଚକା ଲାଗିଛି, ଗୋଟେ ଗାଡି, ତା ଭିତରୁ କିଏ ଜଣେ ବାହାରିବ। ତାଙ୍କୁ ଲାଗୁଥିଲା ଗୋଟେ କିଛି ଗୋଟେ ମ୍ୟାଜିକ ଭଳିଆ। ତେଣୁ ସେ ଅତି ଖୁସିରେ ଚାହିଁକି ରହିଥିଲେ ଯେ କିଏ ଗୋଟେ ଏମିତି ଗୋଟେ ଜିନିଷ ଅଛି, ଅପୂର୍ବ ଜିନିଷଟେ, ତା ଭିତରୁ ପୁଣି କିଏ ଜଣେ ବସିଥିବ, ବାହାରିବ। ଏସବୁ ଦୃଶ୍ୟ ଦେଖିବା ପାଇଁ ପିଲାମାନେ ଚତୁଃପାର୍ଶ୍ୱରେ ରୁଣ୍ଡ ହେଇଥିଲେ।
ଗାଁରେ ଏଇ ନିହାତି ଅପରିଚିତ ଜ୍ଞାନହୀନ ପିଲାମାନଙ୍କ ଆଗରେ ବାହାରିବାକୁ ଆଜି ମୋର ଗୋଡ଼ ଥରିଗଲା। ଏମାନେ ମୋତେ ଚିହ୍ନିଲେ ନାହିଁ ତ? ମୁହଁ ତଳକୁ ପୋତି ବେଗି ବେଗି ଆସି ଭିତରେ ପଶିଗଲି। ତାପରେ ଝିଅଟି ଓହ୍ଲେଇଛି ଏବଂ ମୁହଁ ତଳକୁ କରି ତା ଘର ଭିତରକୁ ପଶିଯାଇଛି। ଦୁଆର ଭିତରେ ଆଣ୍ଠିଏ ଅରମା ହୋଇ ପଡ଼ିଛି। ଚାରିଆଡ଼େ ନିଶବ୍ଦ, ଯେପରି ଅନେକ ଦିନ ହେଲା କେହି ଏ ଘରେ ନାହାନ୍ତି। ଭାରି ଅଡ଼ୁଆ କେମିତି କେମିତି ଲାଗିଲା। ନାଥ ନନାଙ୍କୁ ପଚାରିଲି, ବଡ଼ ମା କାହାନ୍ତି କି? ସେ ଟିକେ ହସିଲେ, କହିଲେ ବୋଉ ଏଠି ନାହିଁ। ଗାଁ ଭିତରକୁ କୁଆଡ଼େ ଯାଇଥିବେ ମନେକରି ପଚାରିଲି, କାହା ଘରକୁ ଯାଇଛନ୍ତି ପରା? ସେ କହିଲେ, କାର୍ତ୍ତିକ ମାସରୁ ସେ ଯାଇ ପୁରୀରେ। ଶଙ୍କିତ ହୋଇ ପଚାରିଲେ, ଆଉ ବଉଳ? ବଉଳ ସେ ତା ଶାଶୁ ଘରେ। ମନେ ହେଲା କେହି ନାହାନ୍ତି, ଭଲ ହେଇଛି। ମତେ ଆଉ କାହାକୁ ମୁହଁ ଦେଖାଇବାକୁ ପଡ଼ିବ ନାହିଁ ଏଠି। କିନ୍ତୁ ଏଠି ମୁଁ ରହିବି କ'ଣ ଆଙ୍କରି ପାଖରେ ଏକା? ପଚାରିଲି, ବଡ଼ମା ନାହାନ୍ତି? ଏକଥା ତ ମତେ କଟକରୁ ଆସିଲା ବେଳେ କହିନା। ସେ ପୁଣି ହସିଲେ, କିନ୍ତୁ ସେ ହସ ମଲା ମଣିଷଙ୍କ ହସ ପରି। ଦେଖିଲେ ଡର ମାଡ଼ିବ। କହିଲେ, ସେ କଥା କହିଥିଲେ ତୁ କ'ଣ ଆଉ ଆସିଥାନ୍ତୁ ମୋ ସାଙ୍ଗେ? ହାଡ଼ ଜଳିଗଲା ତାଙ୍କ ହସ ଦେଖି। ରାଗରେ କହିଲି, ଆମରି ଗାଁ ମଝିଟାରେ ଗୋଟାଏ ଘରେ ତମେ ଆଉ ମୁଁ। ଲୋକେ ଶୁଣିଲେ ଖୁବ୍ ପ୍ରଶଂସା କରିବେ, ଏକା ନୁହେଁ? ତାଚ୍ଛଲ୍ୟ କରି କହୁଛି, ଲୋକ ଶୁଣିଲେ ବହୁତ ପ୍ରଶଂସା କରିବେ ନାଇଁ? ଏଇ ଘରେ ଆମେ ଦି ଜଣ ଏକା ରହିବା। ଗଭୀର ବେଦନାରେ ତାଙ୍କ ମୁହଁରୁ ହସର ଶେଷ ଚିହ୍ନଟିକ ଲିଭିଗଲା। ତଳକୁ ଚାହିଁ ତୁନି ହେଇ କହିଲେ, କ'ଣ କରନ୍ତି? ଆଉ ଉପାୟ ତ ନଥିଲା। କହିଲି, ଉପାୟ ନଥିଲା ତ ବିଷ ଟିକେ କ'ଣ ମିଳିଲା ନାହିଁ ତୁମକୁ ମତେ ଖୁଆଇ ଦେବାକୁ ବାଟରେ? ରାଗରେ ଲଜ୍ଜାରେ ମୁଁ କାନ୍ଦି ପକାଇଲି। ଏ କଥା କହିକି ରାଗ ଲାଗିଲା, ଲଜ୍ଜା ଲାଗିଲା, ମୁଁ କାନ୍ଦି ପକାଇଲି। ପଶ୍ଚିମ ଦିଗର ଫଗୁଫରା ବାଟ ଫିକା କରି ସୂର୍ଯ୍ୟ ବୁଡ଼ିଗଲେ ସଞ୍ଜତାରା ସଙ୍ଗେ ଶେଷ ହରିଖେଳ ବଢ଼ାଇ ଦେଇ। ସେ ସନ୍ଧ୍ୟା ସମୟର ଦୃଶ୍ୟଟିଏ ପୁଣି ଲେଖକ ବର୍ଣ୍ଣନା କରୁଛନ୍ତି। ବିଷୟଟି, ଉପନ୍ୟାସଟି ଯାହା ଯେମିତି ଅଛି ଗୋଟେ ନିଛକ ଗ୍ରାମାଞ୍ଚଳର, ପୁରୁଣା ଯୁଗର ଗ୍ରାମାଞ୍ଚଳର ଗୋଟେ ବ୍ରାହ୍ମଣ ଘର ଝିଅର ଯାହା ସବୁ ବା ସେଇ ସମୟରେ ଘଟୁଥିବା ଘଟଣାକୁ ନେଇକିନା ଲେଖକ ଗପ ଏକାଙ୍କିକା ଆକାରରେ ସ୍ଥାନ ଦେଇଛନ୍ତି, ଉପନ୍ୟାସ ଆକାରରେ ସ୍ଥାନ ଦେଇଛନ୍ତି ସତ, କିନ୍ତୁ ସେଇ ସମୟରେ ଗାଁ ଗହଳିର ଅତି ଅପୂର୍ବ ଦୃଶ୍ୟ ଗୁଡ଼ିକ, ସୁନ୍ଦର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଗୁଡ଼ିକ ମଧ୍ୟ ବହୁତ ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି। ବହୁତ ଗୁଡ଼େ ଦୃଶ୍ୟ ଆମେ ପଢିଛନ୍ତି, ଏଇଟା ମଧ୍ୟ ସେଥିରୁ ଗୋଟେ ଦୃଶ୍ୟ ଯେ ସୂର୍ଯ୍ୟ ଯେତେବେଳେ ଅସ୍ତ ହେଇଯାଆନ୍ତି ଆଉ ତାଙ୍କର ସୁନେଲି କିରଣ ଗୁଡ଼ିକ ଚତୁଃପାର୍ଶ୍ୱରେ ପଡ଼ିଥାଏ, ତାହାର ଯୋଉ ସୁନ୍ଦରତା ତାକୁ ନେଇକି ଲେଖକ ବର୍ଣ୍ଣନା କରିଛନ୍ତି ଯେ ପଶ୍ଚିମ ଦିଗର ଫଗୁଫରା ବାଟ ଫିକା କରି ସୂର୍ଯ୍ୟ ବୁଡ଼ିଗଲେ ସଞ୍ଜତାରା ସଙ୍ଗେ ଶେଷ ହରିଖେଳ ବଢ଼ାଇ ଦେଇ। ଗଛ ଗହଳି ଭିତରୁ ଅନ୍ଧାରର ମୟୂରକଣ୍ଠୀ ଶାଢ଼ୀ ବୁଣା ହଉଥିଲା ସେତେବେଳେ। ସେମିତି କାନ୍ଦିବାକୁ ଲାଗିଲା। ଅର୍ଥାତ୍ ଗଛ ଗହଳିରେ ଯେତେବେଳେ ସେ ଗୋଟେ ଦୃଶ୍ୟ ବର୍ଣ୍ଣନା କରୁଛନ୍ତି, ଗଛଟି ସବୁଜ ରଙ୍ଗର ଦେଖାଯାଇଥାଏ ଏବଂ ଯେତେବେଳେ ସୂର୍ଯ୍ୟ ବୁଡ଼ି ଯାଇଥାନ୍ତି ତାଙ୍କର ଯୋଉ ଅନ୍ଧାର ଲାଲ ମାନେ ବୁଡ଼ିଗଲା ପରେ ଯୋଉ ସନ୍ଧ୍ୟା ଆସି ଯାଇଥାଏ, ସେ ସନ୍ଧ୍ୟା ଅନ୍ଧାର ସବୁଜ ଆଉ ହାଲକା ହାଲକା ଜହ୍ନର ଯୋଉ କିରଣ ସେ ସବୁ ମିଶିଗଲେ ଯେମିତିଆ ରଙ୍ଗଟି ଦେଖାଯାଏ ବା ଯୋଉ ଦୃଶ୍ୟଟି ଦେଖାଯାଏ, ତାକୁ ନେଇକିନା ସତେକି ଲାଗୁଛି ଗଛ ଗହଳି ଭିତରୁ ଅନ୍ଧାରର ମୟୂରକଣ୍ଠୀ ଶାଢ଼ୀ ବୁଣା ହଉଥିଲା ସେତେବେଳେ। ଅନ୍ଧାରର ସତେକି ମୟୂରକଣ୍ଠୀ ଶାଢ଼ୀ, ଅର୍ଥାৎ ମୟୂରର କଣ୍ଠ ଦେଶର ରଙ୍ଗଟି ଯେମିତି କଳା କଳା ଦେଖାଯାଇଥାଏ, ମାନେ ହାଲକା ହାଲକା କଳା ଧୂସରିଆ ଧୂସରିଆ, ଠିକ୍ ସନ୍ଧ୍ୟା ସମୟ ହେଇ ଆସିଛି ଆଉ ସବୁ ଦୃଶ୍ୟ ଗୁଡ଼ିକ ଗଛ ଗହଳିର ଦୃଶ୍ୟ ଗୁଡ଼ିକ ସେମିତି ଦେଖାଯାଉଛି। ଗଛଟି ତ ଗ୍ରୀନ କଲର, ପତ୍ର ଗୁଡ଼ିକ ସବୁଜ ରଙ୍ଗର, ପୁଣି ତା ସହିତ କଳା ରଙ୍ଗର ରାତ୍ରି ଅନ୍ଧକାର ମିଶିଗଲେ ସେ ଯୋଉ ସୁନ୍ଦର ଦେଖାଯାଉଛି। ତ ସେଇ ଦୃଶ୍ୟ ଗୁଡ଼ିକ ତୁଳନା କରିଛନ୍ତି। କ'ଣ ହେଲା କିରେ? ତାକୁ ଚାହିଁଲା, ଚାହିଁକି ମୁର୍ଗୀ ଆସିଲା। କ'ଣ ହଁ କ'ଣ ହେଲା? କ'ଣ ହେଲା? ତାକୁ ପୁରା ତାକୁ ଚାହିଁ ଦେଇକି ତାକୁ ଚାହିଁକି ରହିଲା କିଛି ସମୟ, ତାପରେ ହସିଦେଲା। ଇଏ କ'ଣ ସବୁ କ'ଣ କହିଲ, ତାକୁ କାହିଁ ଲେଖୁଛ ମୁଁ ଟିକେ ଶୁଣେ। ସିଏ କ'ଣ ପଢୁଛନ୍ତି? ହଉ ନା, ଦୃଶ୍ୟଟା ଭଲ ଲାଗିଲାନି? ସେମିତି କାନ୍ଦିବାକୁ ଲାଗିଲି। ଆଜି ସେ ସବୁଦିନ ପରି ଆଉ ମତେ ତୁନି କରିବାକୁ ଆସିଲେ ନାହିଁ। ଖୁଣ୍ଟକୁ ଆଉଜି ସେମିତି ପଥର ପରି ବସି ରହିଲେ। କେତେବେଳେ କି କହିଲେ, ସକାଳୁ ତ କିଛି ଖାଇନାହିଁ ଯେ, କ'ଣ ଦେବି ଆଣି? ବୁଝାବୁଝିରେ ସମୟ ବୁଝାଏନି। ଆଗରୁ ସବୁବେଳେ ବୁଝଉଥିଲେ, ଆଜି ଆଉ ବୁଝିବାକୁ ଆସିନାହାନ୍ତି, ସେମିତି ରହିଥିଲେ। ସେ ଚାଲିଗଲେ କଟକ। ବସାରେ ପଇସା ଅଭାବରୁ 3 ଦିନ ସେଇ ଖାଡ଼ା ଉପାସ କଥା ମୋର ମନେ ପଡ଼ିଲା। ୟାଙ୍କ କଥା ଶୁଣି କଟକରେ ମଧ୍ୟ ପଇସା ଅଭାବରୁ 3 ଦିନ ଉପାସ ମଧ୍ୟ ରହିଛନ୍ତି। ତେବେ ପୁଣି ସେ କଥା ମନେ ପଡ଼ିଲା। ଭାବିଲି, ଓ କି କଷ୍ଟ ସେ! ଏ ଲୋକନିନ୍ଦା ତ ତା ଆଗରେ କିଛି ନୁହେଁ। ଭଗବାନ ଶତ୍ରୁକୁ ସୁଦ୍ଧା ସେ କଷ୍ଟ ନ ଦିଅନ୍ତୁ, କିନ୍ତୁ ଏ ପୁରୁଷ ହେଇ ଏତେ କଷ୍ଟ ମୁହଁ ବୁଜି ସହିଲେ କାହା ଲାଗି?
ସେଇ କଟକରେ ମୋତେ ଛାଡ଼ି ଦେଇ ସେ ତ ଏଠିକି ଖୁସିରେ ଚାଲି ଆସି ପାରିଥାନ୍ତେ। ମୁଁ ୟାଙ୍କର କିଏ ଯେ ମୋ ପାଇଁ ଏତେ କଷ୍ଟ ଏତେ ଅପମାନ ସହି ନେବାକୁ ଏ ଖୁସିରେ ମୁଣ୍ଡ ପତାଇ ଦେଇଛନ୍ତି। ଅଥଚ ଏଇ ଦଣ୍ଡକ ଆଗରୁ ମୁଁ ୟାଙ୍କ ଉପରେ ଚିଡ଼ିଥିଲି। ପୁଣି ଏଠିକି ଆସିବା ଦୋଷ ଯାକ ସେମିତି ସବୁ ତାଙ୍କରି। ମନରେ ଗୋଟାଏ ଅତି କୁତ୍ସିତ ସନ୍ଦେହ ଆଣି ମୁହଁକୁ ଯାହା ଆସିଲା ଗାଳି ଦେଲି। ସେ କିନ୍ତୁ ପଦେ ପାଟି ଫିଟେଇଲେ ନାହିଁ ତ। ଯେମିତି ସତରେ କେତେ ବଡ଼ ଦୋଷଟାଏ କରି ପକାଇଛନ୍ତି। କୃତାର୍ଥତାର ଆନନ୍ଦରେ ଲକ୍ଷ କୋଟି କଣାରେ ବିଭକ୍ତ ହୋଇ ତାଙ୍କରି ଗୋଡ଼ ତଳେ ମାଟି ସଙ୍ଗେ ମିଶି ହଜିଯିବାକୁ ଇଚ୍ଛା ହେଲା ମୋର। ଯେତିକି ତା ପାଇଁ ସାହାଯ୍ୟ କରିଛନ୍ତି ତ ମନେ ହେଉଥିଲା ବହୁତ ଗୁଡ଼ାଏ କୃତଜ୍ଞତା ଜ୍ଞାପନ କରି ତାଙ୍କ ପାଦ ତଳେ ତାଙ୍କରି ମାଟି ତଳେ ତାଙ୍କରି ପାଦ ତଳେ ମାଟିରେ ମିଶିଯିବା ପାଇଁ। କାହିଁକି ନା ମାନେ ତାଙ୍କୁ ଏତେ ସାହାଯ୍ୟ କରିଥିଲେ ସେଥିପାଇଁ ତାଙ୍କୁ କୃତଜ୍ଞତାରେ ଭରି ଦେବା ପାଇଁ। କିନ୍ତୁ କୋଉଠି ନା କୋଉଠି ଯେହେତୁ ମନରେ ଗାଳି, ବୟସ କମ୍, ତେଣୁ ମନରେ ରାଗ, ବୟସ କମ୍, ତେଣୁ ସେଗୁଡ଼ିକ ପାଟି ବାଟେ ଶବ୍ଦ ହେଇକି ବାହାରି ଯାଉଥିଲା ଗାଳି ଆକାରରେ। ଘରର ଭିତର ଘର ଦୁଆର ମୁହଁରେ ଗୋଟେ ଘିଅ ଦୀପ ହାତରେ ଧରି ନାଥନନା ଡାକିଲେ। ସତୀ ପାଖକୁ ଗଲି। କହିଲେ ଆଜିକ ମୋର କ'ଣ ଟିକେ ଜଳଖିଆ ଖାଇଦେଲେ ଚଳିଯିବ। ତୁ କ'ଣ ଖାଇବୁ କହିଲୁ? କହିଲି ମୁଁ ଯାହା ଖାଏ ନ ଖାଏ ତମ ପାଇଁ ରୋଷେଇ ହବ ଯେମିତି ହଉ। 3 ଦିନ ହେଲା ଭାତ ସଙ୍ଗେ ଭେଟ ନାହିଁ। ମନେ ଅଛି ଟି ସେ କଥା? ପଚାରିଲେ ରୋଷେଇ କିଏ କରିବ ଶୁଣେ? ସତୀ କହୁଛି ମୁଁ କରିବି। ମୋ କଥାରେ ପ୍ରବଳ ପ୍ରତିବାଦ କରି କହିଲେ ନାଇଁ ନାଇଁ ମୁଁ ଭାତ ଖାଇବି ନାହିଁ ଆଜି। ଦୌଡ଼ି ଦୌଡ଼ି ଏତେ ବାଟରୁ ଆସିଛୁ ସେଥିରେ ପୁଣି ଗୋଟାଏ ନିଆଁ ପାଖରେ ନ ସିଝିଲେ ହେବ ନାହିଁ। ମୁଁ ଯାଉଛି ଜଳଖିଆ କିଣି ଆଣେ। ସେ ଚାଲି ଯାଉଥିଲେ। ଦୃଢ଼ ସ୍ୱରରେ ଡାକିଲି ଯା ନା କହୁଛି। ସେ ଫେରିଲେ। କହିଲି ଆଲୁଅଟା ମୋତେ ଦେଲ। ଭଣ୍ଡାର ଘରେ ରୋଷେଇ ଲାଗି କ'ଣ ଅଛି ଦେଖେ। ଉପାୟହୀନତାର କ୍ଷୀଣ ଆପତ୍ତି ଉଠାଇ ସେ କହିଲେ ଫେର ଗୋଟେ ରୋଷେଇ। ପୂର୍ଣ୍ଣ ଦୃଷ୍ଟିରେ ତାଙ୍କ ଆଡ଼କୁ ଚାହିଁ କହିଲି ମୁଁ ତୁମକୁ ପଚାରୁଛି ସେ କଥା। ସେଠି ମଧ୍ୟ କିଛି ନାହିଁ ନା, ତେଣୁ କରିକି ରୋଷେଇ କରିବା ପାଇଁ ବହୁତ ପ୍ରକାରର ଆଭଏଡ୍ କରିବାକୁ ଚେଷ୍ଟା କରୁଛି। ଆଉ ଗାଁ ପଇସା ଥାଉ ନଥାଉ ଜଳଖିଆ ଦୋକାନରେ ଦେଇଦେବେ, ଗାଁ ଲୋକ ବୋଲିକିନା ବାକିରେ ଦେଇଦେବେ। ତେଣୁ ମାଘ ମାସର ବଉଳ ଉଜୁଡ଼ା ଦିନ, ମାଘ ମାସ ଶୀତ ଯେତେବେଳେ ବଉଳ ଉଜୁଡ଼ା ଦିନ କହିଲେ ଆମ୍ବ ଗଛରେ ଯୋଉ ବଉଳ ଗୁଡ଼ାକ ହେଇଥାଏ ସେ ସବୁ ନଷ୍ଟ ହେଇଯାଏ। କୁହୁଡ଼ି କାକର ପଡ଼ିକି ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ତ ବଣବୁଦାର ପାଚିଲା ପତର କମକଟା ଛିଟ ଗାଲିଚା ଉପରେ ଜାଡ଼ର ନିଦ ଭାଙ୍ଗିବାକୁ ବସନ୍ତ ବାଚରଣୀ ପରି ଆସି ବେଳେ ବେଳେ ଚାହିଁ ଯାଉଥାଏ ତା କୁହୁଡ଼ି ମସୁରୀଟି ଟେକି। ଶୀତ ସମୟର ଦୃଶ୍ୟ। ଶୀତ ଦିନେ କେମିତି ଚାରିଆଡ଼େ କୁହୁଡ଼ି କାକର ପଡ଼ିଥାଏ ଏବଂ ଶୀତ ଆସିଥାଏ। ବସନ୍ତ ଋତୁର ଜଷ୍ଟ ଆଗମନ ସେଇ କଥାର ସୁନ୍ଦରଟେ କୁହୁଡ଼ି ଆଉ ତାର କୁହୁଡ଼ି ମସୁରୀଟି ଟେକି। ମସୁରୀ ସହିତ ତୁଳନା କରିଛନ୍ତି କୁହୁଡ଼ିଟିକୁ। ମସୁରୀଟା ପକେଇଦେଲେ ଯେମିତି ପାଉଁଶିଆ ପାଉଁଶିଆ ଧଳା ଧଳା ଦେଖାଯାଏ, ଠିକ୍ ସେମିତି କୁହୁଡ଼ି ପଡ଼ିକି ଦୂରରୁ ସେଇଭଳି ଦେଖାଯାଉଛି। ତାକୁ ସେଇ ଦୃଶ୍ୟଟିକୁ ବର୍ଣ୍ଣନା କରିଛନ୍ତି। କିନ୍ତୁ ଏଡ଼େ ବେଗି ଜାଡ଼ ଦେବତାଙ୍କର ନିଦ ଭାଙ୍ଗିଦେବାକୁ ଭରସି ପାଖକୁ ପଶି ପାରୁ ନଥିଲା ଯେପରି। ପାଚିଲା ପତ୍ର ଝଡ଼ି ଗଛେ ଗଛେ ପତ୍ର କଅଁଳର ଧୂମ ପଡ଼ି ଯାଇଥିଲା ଚାରିଆଡ଼େ। ସକାଳୁ ସେଦିନ ଘର ଭିତରେ ବସି ପାନ ଭାଙ୍ଗୁଛି। ବାହାରୁ ପାଟି ଶୁଭିଲା ଲୋକନାଥ ନନା ଘରେ ଅଛ? ନାଥ ନନାର ପୁରା ନାମ ହେଲା ଲୋକନାଥ। ଲୋକନାଥ କ'ଣ ଷଡ଼ଙ୍ଗୀ ନା? ନାଥ ନନା ଘର ତ୍ରିପାଠୀ। ନାଥ ନନା ପିଣ୍ଡାରେ ବସି ତାଙ୍କୁ ପଢ଼ିବା ଦିନର କେତେଟା ପୁରୁଣା ବହି ସଜାଡ଼ି ରଖୁଥିଲେ। କହିଲେ କିଏ ଅଚ୍ୟୁତି? ଆଉ ଗୋଟେ କ୍ୟାରେକ୍ଟର ଆସିଲା ଅଚ୍ୟୁତି। ଏ ଅଚ୍ୟୁତି ଆମ ଗାଁ ଚାଟଶାଳୀର ମାଷ୍ଟର, ବଦମାସ ଲୋକଟେ। ଏ କ୍ୟାରେକ୍ଟର ଯେ ଭାରି ବଦମାସ କ୍ୟାରେକ୍ଟରଟା, ତା ନାଁ ହେଲା ଅଚ୍ୟୁତି। ତାଙ୍କ ଗାଁ ଚାଟଶାଳୀରେ ସେ ମାଷ୍ଟର ଥିଲା। ଏଇ ନାଥ ନନା ସାହାଯ୍ୟ କରିଥିବାରୁ ସେ ଯାଇ ମାଷ୍ଟର ହେଇକି ରହିଥିଲା। 5 ବର୍ଷ ଲାଗ ବିଦ୍ୟାଦେବୀଙ୍କ ସହିତ ରୀତିମତ ଯୁଦ୍ଧ କରି ଯେତେବେଳେ ନିଜ ଇଲାକାଟାକୁ ଅପର ପ୍ରାଇମେରୀ ସୀମାର ବେଶୀ ଦୂରକୁ ବଢ଼େଇ ପାରିଲେ ନାହିଁ, ସେତେବେଳେ ବିରକ୍ତି ହୋଇ ଶେଷରେ ପଢ଼ା ଛାଡ଼ି ଦେଇ ଦିନ କେତେ ଗାଁ ଭିତରେ କୋଉଠି ତ୍ରିନାଥ ମେଳା ହେଲା, ଚୌଧୁରୀ ପାଖରେ କୋଉଦିନ ଜାଲ ପଡ଼ିଲା, କୋଉଦିନ ଖାସି ଅଣା ହେଲା, ଦିନ ରାତି ଏଇ ଖବର ନେଉଥିଲେ। ମାନେ ଫେଲ୍ ହେଇଛି ହେଲା। 5 ବର୍ଷ ଲାଗ ସେ ଅପର ପ୍ରାଇମେରୀ ସ୍କୁଲ ପରୀକ୍ଷାରେ ଫେଲ୍ ହେଇଛି। ଆଉ ତାର ହେଲାନି, ପଢ଼ିବାକୁ ଇଚ୍ଛା ହେଲାନି। 5 ଥର ଫେଲ୍ ହେଲା ପରେ ପାଠ ଛାଡ଼ି ଦେଇ ଏମିତି କୋଉଠି ମାଛ ଧରା ହେଲା, କୋଉଠି ଖାସି କଟା ହେଲା, ଏଠି ସବୁ ବୁଲାବୁଲି କରିକି ଦେଖୁଥିଲା। ତାପରେ ନାଥ ନନାଙ୍କ ଅନୁଗ୍ରହ ହେଲା ଦୟା। ନାଥ ନନାଙ୍କ ଦୟାରୁ ଅନେକ କଷ୍ଟରେ ଅନେକ ଦିନ ପରେ ଗାଁ ଚାଟଶାଳୀରେ ଖଣ୍ଡେ ଚାକିରି ପାଇ ଏଇ ଲାଗେ ସେ ମାଷ୍ଟର ହେଇଗଲାଣି। ପରିଦିନ ନାଥ ନନା କହିଲେ ସେ ପଚାରିଲା କଠଉ ଠକ୍ ଠକ୍ କରି ସେ ଖଞ୍ଜ ଭିତରକୁ ଆସିଲେ। ନାଥ ନନାଙ୍କ ପାଖେ ବସି ପଚାରିଲେ କୋଉ ଦିନ ଆସିଲ? ନାଥ ନନା କହିଲେ ପରଦିନ। ନାଥ ନନା କହିଲେ ପରଦିନ ଆସିଲି। ଆଉ ସବୁ ଖବର ଭଲ? ତମ ବୋଉ ପୁରୀରୁ ଫେରି ନାହାନ୍ତି ପରା? ନା। ଘର ଭିତରେ ଆଉ କିଏ? ପଚାରୁଛନ୍ତି।
घर भितर आउ किए अछंती सती शाशु घर आसी एका अच्छी परा तम पाखे तापर निजे निजे कहते जो नाथ नाना कहले सती अच्छी और शाशु घर आसी एका अच्छी तम पाखे अन्य आड़े मुह फेराई से हसिले तापर कबाट पाख जाए आसी मते कहले कि किलो एड़े बेगी फेरी आसलु जे मन लागले नहीं परा शाशु घरे मते दंडवत करवा देखी कहले हौ हेलाणी हेलाणी ये सती तांको दंडवत नमस्कार करथिला ते देखी कहले हौ हेलाणी हेलाणी बड़ मा नाहांती केही नाहांती बड़ अड़ुआ लागुथिबो तते एठी तेबे तम नाथ नना अछंती जेतेबेले ना कौन ताको टिके कटाक्ष करिकिना कहि देकी चलीगला मो मुह को चाहि से हसिले लाज और अपमान मुह गरम हो उठिला मोर मुंड तलकू पोती ओढ़ना टिके टाणीदेली आउ दंडे कथबार्ता हो से उठिले कहले जाऊची आज काम अच्छी टिके पछुक आसबि जदि कहब कथार शेष आड़क तांकर केमिति गोटे अश्लील परिहास ध्वनित हो उठिला परिहास कला भरी कथा थिला तार थट्टा करुथिला नाथ नाना किपरि अन्य मनस्क हो जाइथिले तांको कथा शुणी खाली कहले आसीबो से बोधुए सब बुझी पारिथिले मने ହେଲା ସବୁଦିନେ ଏମିତି କ୍ଷୁଦ୍ର ଏମିତି ଇତିର ଏ ଗାଁ ଟୋକା ଗୁଡାକ ମନେ ହେଲା ସବୁଦିନେ ଏମିତି କ୍ଷୁଦ୍ର ଏମିତି ଇତର ଏ ଗାଁ ଟୋକା ଗୁଡାକ ଗାଁ ଲୋକ ଗୁଡା ଏମିତି ଛୋଟ ଏମିତି ଇତର କହିଲେ ତାଙ୍କ ମାନସିକ ଚିନ୍ତାଧାରା ଗୁଡିକ ଏତେ ଖରାପ ସ୍ତ୍ରୀ ପୁରୁଷ ସମ୍ପର୍କରେ ଯେ କୌଣସି ବିଷୟ ନେଇ ଗୋଟେ କୁସିତ କଳ୍ପନାକୁ ଗଢି ଗାଡି ଥୋଇ ପାରିଲେ ତାଙ୍କୁ ଯାଇ ସୁଖ ମିଳେ ତ ଗୋଟେ ପୁଅ ଆଉ ଝିଅ ବିଷୟରେ ମିଥ୍ୟା ସତ କହିକି ଗୋଟେ ନାଟକ ତିଆରି କରିକି କୁସିତ କଥା କଦର୍ଯ୍ୟ କଥାବାର୍ତ୍ତା କରିକି ତାଙ୍କୁ ଅପମାନିତ ଦବା ତାଙ୍କ ବିଷୟରେ ଖରାପ କରିବା ସେଟା ହେଲା ତାଙ୍କ ନୀତିଦିନିଆ କାମ ତାହା କଲେ ହିଁ ତାଙ୍କୁ ସୁଖ ମିଳିଥାଏ ଏମାନେ ପୁଣି ଦିନେ ଆମ ସମାଜର ମୁଣ୍ଡ ହେବେ ଉଚ୍ଚ ଆସନରେ ବସି ନିଜର ସଂକୀର୍ଣ୍ଣ ବ୍ୟାଧିଗ୍ରସ୍ତ ବିଚାର ଶକ୍ତି ଘେନି ସାଧାରଣଙ୍କୁ ବ୍ୟବସ୍ଥା କରିବେ ଜନସାଧାରଣଙ୍କୁ ଯୋଉ ଶାସନ କରିବେ ଏଇମାନେ ପୁଣି ଛୋଟ ପିଲାମାନେ ନା ମାନେ କମ ବୟସର ପିଲାମାନେ ଗାଁ ଲୋକମାନେ ଯେତେବେଳେ ସେ ଧୀରେ ଧୀରେ ବଡ ହେବେ ସମାଜକୁ ଆସିବେ କିଛି ବଡ ବଡ ଚାକିରିରେ ରହିବେ ଆଉ ଲୋକମାନଙ୍କୁ ଶାସନ କରିବେ କଣ ଶିକ୍ଷା ଦେବେ ତାଙ୍କ ନିଜର ତ ମାନସିକ ସ୍ଥିତି ଏଇଭଳିଆ ସିଏ ଅନ୍ୟମାନଙ୍କୁ ଆଉ ଶିକ୍ଷା କଣ ଦେବେ ସକାଳଟା ମୋର ସେମିତି ବୈଚିତ୍ର୍ୟହୀନ ହେଇ କଟିଗଲା ଗାଧେଇ ଆସି ନାଥ ନାନା ପିଣ୍ଡାରେ ଖାଇ ବସିଲେ ତାଙ୍କୁ ଖଣ୍ଡେ ଦୂର ଛାଡି ଭିତର ଘର ବନ୍ଧ ଉପରେ ମୁଁ ବସିଥିଲି ଥରେ ଦୁଇଥର ସେ କଣ କହିବା ପରି ମୋ ଆଡକୁ ଚାହିଁଲେ ତାପରେ କଣ ଭାବି ମୁଣ୍ଡ ତଳକୁ ପୋତି ଖାଇସାରି ତୁନି ହୋଇ ଉଠିଗଲେ ମନେ କଲି ବୋଧହୁଏ ସକାଳର ସେଇ ଘଟଣାରୁ ମନ ତାଙ୍କର ଭଲ ନାହିଁ ଗାଁରେ ସେଦିନ କେହି ଆଉ ଆସିଲେ ନାହିଁ ଆମ ଖବର ନେବାକୁ ସଞ୍ଜ ଗଡ଼ିଗଲା ଖରାବେଳୁ ଖାଇସାରି ନାଥ ନାନା କୁଆଡେ ଯାଇଥିଲେ ସେତେବେଳେ ଯାଏ ଫେରି ନଥିଲେ ରୋଷେଇ ବସାଏ ତାପରେ ଝିଅ ଗଲା ସନ୍ଧ୍ୟା ଗଡ଼ିଗଲାଣି ରୋଷେଇ ବସେଇବାକୁ ଭିତର ଘର ଚୁଲି ଲଗାଇ ଦେଇ ଭଣ୍ଡାର ଘରକୁ ଯାଇ ଦେଖିଲି ଟୋକେଇ ବାଉଁଶିଆ ଝାଡ଼ଝୁଡ଼ ଟୋକେଇ କହିଲେ ତ ବାଉଁଶରେ ବୁଣା ହେଇଥିବ ଗୋଟେ ପାତ୍ର ବାଉଁଶିଆ କହିଲେ ମଧ୍ୟ ସେଇ ବାଉଁଶରେ ବୁଣା ହେଇଥିବା ଗୋଟେ ପାତ୍ର ଯୋଉଥିରେ କି ସେ ସବୁ ଶସ୍ୟ ହେଲା ପନିପରିବା ହେଲା ଏସବୁ ଜିନିଷ ରଖାଯାଏ ଝାଡ଼ଝୁଡ଼ ମାନେ କିଛି ନାହିଁ ଗୋଟାଏ ବୋଲି ଚାଉଳ ନାହିଁ ରାତି ପାଇଁ ଚୁଲିର ଜାଳ କମି କରିଦେଇ ପଦାକୁ ଆସିଲି ବାହାରେ ମୁକୁଳା ଆକାଶ ତଳେ ସ୍ୱପ୍ନ ରାଇଜ ରଜ ଝିଅର ରୂପା କଳାପତିଆ ପରି ନଅମି ଜହ୍ନ ଚାଳ ମଥାନ ଉପରେ ହସି ଚାହିଁଥିଲା ଥିର ବିଲ ପଡ଼ିଆରେ ଫିକା ଆଲୁଅ ପକାଇ ସନ୍ଧ୍ୟା ସମୟ ଜହ୍ନ ହୋଇଛି ଜହ୍ନର ଆଲୁଅ ପଡ଼ିଛି ଚାରିଆଡ଼େ ସେହାକୁ ଦେଖିକିନା ସିଏ ଅନ୍ୟମନସ୍କ ହେଇ ଉଠୁଛି ବାରମ୍ବାର ଉଚ୍ଚ ନଡ଼ିଆ ଗଛର ଝାଲର କଟା ଚିକଣ ପତର ଉପରେ ସେ ଆଲୁଅ ଆସି ମୂର୍ଚ୍ଛିତ ହୋଇ ପଡ଼ିଥିଲା ଉଚ୍ଚା ଉଚ୍ଚା ନଡ଼ିଆ ଗଛ ଗୁଡ଼ିକ ତା ପତର ଗୁଡ଼ିକ ଯେମିତି ଫାଳ ଫାଳ ହେଇକି ଅଛି ଲାଗୁଛି ଝାଲଣ ଭଳିଆ ମାନେ ଗୋଟେ କିଛି ପରଦା ପଡ଼ିଛି ତା ସବୁ କଟାକଟି ହେଇକିନା ବନା ହେଇଛି ସେଇଭଳି ଭଳି ଦେଖାଯାଉଛି ଝାଲଣ କଟା ଚିକଣ ପତର ଉପରେ ଆଲୁଅ ଆସିକିନା ପଡ଼ିଛି ଚନ୍ଦ୍ରଙ୍କର କିରଣ ଆସିକି ପଡ଼ିଛି ବାଡ଼ିପଟ ମୁକୁଳା କବାଟ ବାଟେ ସେଇ ଆଡ଼କୁ ଏକାଧ୍ୟାନରେ ଚାହିଁ ଠିଆ ହେଉଛି ପଛକୁ କିଏ ଆସି ଆଖି ଦିଟା ମୋର ବନ୍ଦ କରି ଧଇଲା ଦିହ ବାସନାରୁ ଜାଣିପାରିଲି ନାଥ ନାନା ଚମକି ପଡ଼ିଲି କହିଲି ମୁଁ ଚିହ୍ନୁଛି ନା କିଏ ସେଇ କିଏ କହିଲି ମୁଁ ଜାଣେ ନା ଯା ଆଖି ଛାଡ଼ିଦେଇ ସେ ମତେ ତାଙ୍କ ଛାତି ଉପରକୁ ଆଉଜେଇ ଧଇଲେ ଲାଜ ମାଡ଼ୁଥିଲେ ବି ସେତେବେଳେ ମୁଁ ତାଙ୍କୁ ବାଧା ଦେଲି ନାହିଁ ସକାଳର ବିମର୍ଷ ଭାବ ତାଙ୍କର କଟି ଯାଇଛି ଖାଲି ଅନୁଭବର ଆନନ୍ଦରେ ମୋ ମୁହଁ ଉପରେ ମୁହଁ ରଖି ସେ ପଚାରିଲେ ଆଚ୍ଛା ମୁଁ ନ ହେଇ ଯେବେ ଆଉ କିଏ ହେଇଥାନ୍ତା ସେ ଆତପ୍ତ କୋମଳ ସ୍ପର୍ଶର ଅନିର୍ବଚନୀୟ ଆବେଶରେ ସମସ୍ତ ଅନୁଭୂତି ମୋର ମୂର୍ଚ୍ଛିତ ହୋଇଗଲା ଉଚ୍ଛୃଙ୍ଖଳ ରକ୍ତସ୍ରୋତରେ ଆନନ୍ଦର ନିଆଁ ଜଳେଇ ଦେଇ କାନ ପାଖେ ତାଙ୍କ ବକ୍ଷ ସ୍ପନ୍ଦନର ଦ୍ରୁତ ତାଳରେ ମୋର ସମଗ୍ର ଜୀବନ ଝଙ୍କୁର ହୋଇ ଉଠିଲା ଛାତି ପାଖେ ତାର ମୁହଁଟି ରହିଛି ମୁଣ୍ଡଟି ରହିଛି କାନରେ ଶୁଭୁଛି ନାଥ ନନାର ହୃଦ୍ ସ୍ପନ୍ଦନଟା ଧକ୍ 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 ହଉଛି ଯୋଉ ଛାତିର ସ୍ପନ୍ଦନଟା ହୃତ୍ପିଣ୍ଡର ସ୍ପନ୍ଦନଟା ସେ ତାକୁ ଅନୁଭବ କରିପାରୁଥିଲା ଆଉ ଲାଗୁଥିଲା ତା ଜୀବନ
ବିକୃତ ହୋଇ ଉଠୁଥିଲା, ମାନେ ଆହୁରି ଆନନ୍ଦିତ ଖୁସି ହେଇ ଉଠୁଥିଲା ତାର ଜୀବନ। ସେତିକି ବେଳେ ସଫା ଜହ୍ନ ଆଲୁଅରେ ଦୁଆର ମଝିରେ ଆସି ଠିଆ ହେଲା ଅଚ୍ୟୁତି। ଆଉ ଠିକ ସମୟରେ ଆସିକି ପହଞ୍ଚିଗଲା ପୁଣି ସେଇ ଅଚ୍ୟୁତି ଯିଏକି ପୂର୍ବରୁ ଆସିଥିଲା ଏବଂ କିଛି ଗୋଟେ କଟାକ୍ଷ କରିକି ତାକୁ କହିଦେଇ ଯାଇଥିଲା। ଆମକୁ ଦେଖି ତାର ତରତର ହୋଇ ବାହାରକୁ ଯାଉ ଯାଉ କହିଲା, ନ ଜାଣି ପଶି ଆସିଲି ଲୋକନାଥ ନା କିଛି ମନେ କରିବନି। ଆଖି ପିଞ୍ଚଡାକେ ସେ ମତେ ଛାଡ଼ି ଦେଇ ପଛକୁ ଘୁଞ୍ଚିଗଲେ। ମୁଁ କାଠ ପିତୁଳି ପରି ସେଇଠି ଠିଆ ହେଇ ରହିଲି। ହୃଦୟର ଗତି ଯେମିତି ମୋର ହଠାତ୍ ସ୍ତବ୍ଧ ଅଚଳ ହେଇଗଲା। ନଈ ଜୋର ପଡ଼ିଆ ପାରିର କୁହୁଡ଼ିଆ ସୀମାରେଖା ହଜାର ଦେଇ ଜହ୍ନ ସେତେବେଳକୁ ଖଣ୍ଡେ କଳା ବୋଧ ଭିତରେ ମୁହଁ ଲୁଚାଇ ଦେଇଥିଲା। ଦୂରକୁ ଦେଖିଲା ବେଳକୁ ଜହ୍ନ ଲୁଚି ଯାଇଛି ଖଣ୍ଡେ କଳା ବାଦଲ, ତା ତଳକୁ ଜହ୍ନ ଲୁଚି ଯାଇଥିଲା। ସକାଳୁ ଉଠି ମୋର ପ୍ରଥମ ଭାବନା ହେଲା, କାଲିର ଏକାନ୍ତ ଲଜ୍ଜାଜନକ ଘଟଣା ପରେ ମୁଁ ନାଥ ନନାଙ୍କୁ କିପରି ମୁହଁ ଦେଖାଇବି। ଇଚ୍ଛା କରି ଅନେକ ଉଛୁରରେ ସେଦିନ ଉଠିଲି। ଉଛୁରରେ ମାନେ ଡେରିରେ ଉଠିବା। ଆସ୍ତେ ଆସ୍ତେ ଘର କବାଟ ଟିକେ ଫାଙ୍କ କରି ଚାହିଁଲି, ନାଥ ନନା କୋଉଠି ଦିଶୁନାହାନ୍ତି। ମନେ କଲି ବୋଧହୁଏ ଉଠି ନାହାନ୍ତି। ଖୁବ୍ ଆସ୍ତେ ଗୋଡ଼ ଚିପି ଚିପି ତାଙ୍କ ଶୋଇବା ଘରର କବାଟ ପାଖରେ ଯାଇ ଠିଆ ହେଲି। ନିଶ୍ୱାସ ବନ୍ଦ କରି ଜଳା କବାଟି ଫାଙ୍କରେ ଭିତରକୁ ଉଣ୍ଡି ଚାହିଁଲି, କେହି ନାହାନ୍ତି। ମନେ ମନେ ଗୋଟାଏ ମୁକ୍ତିର ନିଶ୍ୱାସ ପକାଇ ଭାବିଲି, ମୋ ଉପରେ ତାଙ୍କୁ ବୋଧହୁଏ ଏମିତି ଲାଜ ମାଡ଼ିଥିବ, ସେଥିଲାଗି ସକାଳୁ ଉଠି କୁଆଡ଼େ ଚାଲିଗଲେ। ପିଣ୍ଡାରେ ଠିଆ ହେଇଛି, ବାହାରେ କାହାର ପାଟି ଶୁଭିଲା। ନାଥ ନନା ନୁହଁନ୍ତି ତ? ଚମକି ପଡ଼ିଲି। ଦେଖିଲା ବେଳକୁ ସଇତା କିଏ ଥିଲା? ହଁ, ତା ଘରେ ଯେ କାମ କରୁଥିଲା, ତା ନାଁ ସଇତା। ସେ ପୁଣି ଥରେ ଆସିଛି। ଆଉ ଥରେ ସେ ଆସି ମତେ ଓଳିକି ହୋଇ ଠିଆ ହେଲା। ଆଉ ଥରେ ମାନେ ଆଗରୁ କେତେବେଳେ ଆସିଥିଲା? ସତୀର ଶାଶୁ ଘରକୁ ଯାଇଥିଲା ଗୋଟେ ଥର ଦେଖା କରିବା ପାଇଁ। ତାପରେ ଏଇଠି ଆଉ ଥରେ ପୁନର୍ବାର ତାଙ୍କ ସହିତ ଦେଖା ହେଇଛି। କେତେ ଦିନର ପାସରା ସ୍ମୃତି, ବାପ ବୋଉ ଥିଲାବେଳର ବଡ଼ ଛୋଟ ଆବଶ୍ୟକ ଅନାବଶ୍ୟକ ଲକ୍ଷ କୋଟି ଘଟଣା ଶ୍ରାବଣ ଦିନର ସଚଳ ବୌଦ୍ଧମାଳା ପରି ନିମିଷକେ ଆସି ମୋ ମନ ଭିତରେ ଅଶ୍ରୁ ମନ୍ଥର ଦୃଷ୍ଟି ପକାଇ ଚାଲିଗଲା। ଜୀବନ ଭଳି ସେ ସୁଖ ମୋର ସରିଯାଇଛି, ଆଉ ଆସିବ ନାହିଁ। କେମିତି କେଜାଣି ସଇତା ଜାଣିପାରିଲା ମୁଁ ବାପା ବୋଉଙ୍କ କଥା ମନେ କରି କାନ୍ଦୁଛି, ସେଥିଲାଗି ସେ ଆଉ କିଛି ନ କହି ତୁନି ହୋଇ ଠିଆ ହେଇ ରହିଲା। କେତେବେଳକେ ମୁହଁ ଟେକି ପଚାରିଲି, ଏତେ ଦିନେ ମନେ ପଡ଼ିଲା ପରା? ତା ଆଖି ବୋଧହୁଏ ଶୁଖିଲା ନଥିଲା। ପିନ୍ଧା କାନିରେ ମୁହଁ ପୋଛି କହିଲା, କୋଉଦିନୁ ମନେ କଲିଣି ଆସିବି ଆସିବି ବୋଲି। କାମ ଭିଡ଼ରେ ଆସିପାରୁ ନଥିଲି ବୁଢ଼ୀ। ଆଜିକାଲି କୋଉଠି ଅଛୁ? ଏଇଠି, ଏଇ ଅଚ୍ୟୁତି ମହାନ୍ତି ଘରେ। ସେ ଏବେ ଆଉ ତା ବାପା ମା ଯେହେତୁ ମରିଗଲେ, ତାର ମାଲିକ ଯିଏ ମରିଗଲେ ସଇତାର, ସେ ଏବେ ଆସିକି ଅଚ୍ୟୁତି ମହାନ୍ତି ଘରେ କାମ କରୁଛି। ସେଇ ଅଚ୍ୟୁତି? ପଚାରିଲି। କିଏ, ଚାଟଶାଳୀ ମାଷ୍ଟର ନା? ହଁ ସେଇ। ବୁଢ଼ା ହେଲାଣି ଏଡ଼େ, ତଥାପି ଚାକିରି କରୁଛି? ପଚାରିଲି। ହଇରେ, ତାଙ୍କ ଘର ଭଲ ଖାଇବାକୁ ଦିଅନ୍ତି ନା ତତେ? ତାପରେ ଗୋଟାଏ ବଡ଼ ନିଶ୍ୱାସ ପକାଇ ସେ କହିଲା, ହଁ ସେମିତି ପେଟ ବିକଳେ ଖାଲି ପଡ଼ି ରହିବା କଥା। ମୋ ସାଆନ୍ତ ସାଆନ୍ତାଣୀ ଗଲା ଦିନ ପାଟି ସୁଆଦ ମୋର ସରିଯାଇଛି ବୁଢ଼ୀ। ଭାରି ବିକଳ ଲାଗିଲା ତା କଥା ଶୁଣି। କହିଲି, ତୁ ଏଠିକି ଆସୁନାହୁଁ ଚାଲି? କୋଉଠିକି? ସେ ଆଶ୍ଚର୍ଯ୍ୟ ହେଇ ପଚାରିଲା। କହିଲି, ମୋ ପାଖରେ ଆସି ରହନ୍ତୁ, ସେଠୁ ଚାକିରି ଛାଡ଼ି। ହଁ ଆସିବି ବୁଢ଼ୀ, ଆସିବି। ତୁ ଆସିବା ଦିନୁ ସେଇ କଥା କେତେ ଥର ମନେ ମନେ ବିଚାରିଲିଣି। କାଲିଠୁ ସେଠା ଛାଡ଼ି ଦେଇ ତୋ ପାଖେ ଆସି ରହିବି। ତୁ ପୁଣି ଶାଶୁଘରକୁ ଗଲା ଯାଏ। ତୁ ଶାଶୁଘରକୁ ଗଲା ପର୍ଯ୍ୟନ୍ତ ମୁଁ ଏଇଠି ରହିବି ବୋଲି କହିଛି, କିନ୍ତୁ ସେ ତ ଜାଣିନି ନା ଶାଶୁଘରେ ତାକୁ ବାହାର କରିଦେଇଛନ୍ତି ବୋଲି। ମନେ କଲି, ହାଏ ବିଚରା ଜାଣିନି ଶାଶୁଘର ସାଙ୍ଗେ ମୋର ସବୁଦିନ ପାଇଁ ସମ୍ବନ୍ଧ ଛିଣ୍ଡିଗଲାଣି ବୋଲି। ଗାଁରେ ବି ସେ କଥା ବୋଧହୁଏ କେହି ଜାଣିନାହାନ୍ତି ଏତେବେଳ ଯାଏ। ଆଉ ଟିକେ ବସି ସେ ଯିବାକୁ ଉଠିଲା। କହିଲା, ଆଜି ଯାଉଛି ବୁଢ଼ୀ, କାମ ଅଛି। କାଲିଠୁ ତ ଏକାଥରକେ ଆସିବି। ଖଣ୍ଡେ ବାଟ ଯାଇ ପୁଣି କ'ଣ ମନେ କରି ଫେରିଲା। ଲୁଗାକାନି ଭିତରୁ ଖଣ୍ଡେ ଧଳା କାଗଜ ବାହାର କରି ମୋ ହାତରେ ଦେଇ କହିଲା, ଅଚ୍ୟୁତ ଅବଦାନ ଦେଇଥିଲା ତତେ ଦେବାକୁ, ମନେ ନଥିଲା? ଅଚ୍ୟୁତ ଅବଦାନ, ସେ ଯୋଉ ମାଷ୍ଟର, ଗୋଟେ ଚିଠିଟିଏ ଲେଖିକି ଦେଇଛି, ଯୋଉଟାକି ସଇତା ଆଣିକି ଦଉଛି କାହାକୁ? ସତୀକୁ। ଆଶ୍ଚର୍ଯ୍ୟ ହେଇ ପଚାରିଲି, ମତେ? ହଁ, ତତେ ଦେବାକୁ ତ କହିଲା। ଚିଠି ପଢ଼ି ସାରି ରାଗରେ ଦେହ ଗୋଟାକୁ ମୋର ଗରମ ହେଇଗଲା। କହିଲି, ଯା କହିଦେବୁ ତାକୁ, ଏକଥା ପୁଣି ଯେମିତି ସେ ମୁହଁରେ ନ ଧରେ। ସଇତା କାବା ହେଇ ମୋ ମୁହଁକୁ ଦଣ୍ଡେ ଚାଇ ଧୀରେ ଧୀରେ ସେଠୁ ଚାଲିଗଲା। ସ୍ତମ୍ଭିତ ହୋଇ ଭାବିଲି, କି ଅଦ୍ଭୁତ ସାହସ ଅଚ୍ୟୁତିର। ଚିଠିରେ ଯାହା ଲେଖାଥିଲା ତାକୁ ମଧ୍ୟ ସେ ବ୍ୟାଖ୍ୟା କରିଛି ଏଥିରେ। ଏ ଚିଠିରେ କ'ଣ ଲେଖାଥିଲା? ଚିଠିରେ ଲେଖାଥିଲା, ଏ ଚିଠି ପଢ଼ି ବିରକ୍ତ ହବୁନି। ଭାବି ଦେଖିବୁ, ଏଥିରେ ତୋର ଭଲ ଛଡ଼ା ଖରାପ ହବ ନାହିଁ। ତମ ବାପା ମଲା ପରେ ତାଙ୍କର ଏ ଗାଁରେ ଯାହା ସ୍ଥାବର ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରେ ସେସବୁ ବର୍ତ୍ତମାନ ତୋରି। ଏବେ ସମ୍ପତ୍ତି ତୋର କିଛି କାରବାରରେ ଆସିବ ନାହିଁ, ଏକଥା ତୁ ଜାଣୁ। ମୁଁ କହିଲି, ମତେ ସେସବୁ ଦେଇଦେ। କାଲି ରାତିରେ ତମ ଘରେ ଯାହା ଆଖିରେ ଦେଖିଛି
ସେ କଥା ପ୍ରକାଶ ହେଲେ ତୋର ସ୍ୱାମୀ ଯେ ତୋତେ ଆଉ ଘରକୁ ନେବେ ନାହିଁ ଏ କଥା ମୁଁ ଜାଣେ। ମୋ ଅପେକ୍ଷା ତୁ ଆହୁରି ଭଲ କରି ଜାଣିଥିବୁ। ତମ ଦୁହିଁଙ୍କ ବିଷୟ ନେଇ ଗାଁରେ ଏଥିମଧ୍ୟରେ ଅନେକ ଜାଗାରେ ଟୁପଟାପ ହେଉଥିଲେ ମଧ୍ୟ କାଲିକା କଥା ମୁଁ କାହାକୁ ଏପର୍ଯ୍ୟନ୍ତ କହିନାହିଁ। ମୋ ପ୍ରସ୍ତାବରେ ଯଦି ତୁ ରାଜି ହବୁ ତେବେ ସବୁ କଥା ମୁଁ ଘୋଡ଼ାଇ ନେବି। ଗାଁରେ କେହି କିଛି ଜାଣିପାରିବେନି। ଆଉ ଯେବେ ତୁ ମୋ କଥାରେ ରାଜି ନ ହେବୁ ତେବେ କାଲିକା କଥା ମୁଁ ଗାଁରେ ସମସ୍ତଙ୍କ ଆଗରେ ପ୍ରଘଟ କରିଦେବି। ସେଥିରେ ଯାହା ଫଳ ହବ ତୁ ବୁଝିପାରିବୁ। ବ୍ଲାକମେଲିଂ ଷ୍ଟାର୍ଟ ହେଇଗଲା ସମ୍ପତ୍ତି ନବା ପାଇଁ, କାହିଁକିନା ତାର ବାପା ମାଙ୍କର ଯାହା ବି ସମ୍ପତ୍ତି ବାଡି ଥିଲା ସେ ସବୁ ବାପା ମାଙ୍କ ମୃତ୍ୟୁ ପରେ ଝିଅର ହବ। ତେଣୁ ସେଥିପାଇଁ କି ତାକୁ ତାଠୁ ନବା ପାଇଁ କି ଚିଠିରେ ଏମିତି ଲେଖିକି ତାକୁ ବୁଝେଇବା ପାଇଁ କିନା ପ୍ରୟାସ କରୁଛି। ତତେ ଏବଂ ତୋ ନାଥ ନାନାକୁ ସମସ୍ତେ ଗାଁରେ ଜାତିରୁ ବାସନ୍ଦ କରିବେ, ନିଆଁ ପାଣି ମଧ୍ୟ ଅଟକ କରିପାରନ୍ତି। ତୋ ସ୍ୱାମୀ ଏ ଗାଁ ଜମିଦାର। ତୁ ଯେ ଏଠି ଆସି ଏକୁଟିଆ ଲୋକନାଥ ନନାଙ୍କ ପାଖରେ ଅଛୁ ଆଉ ଏବେ କେହି ଘରେ ନାହାନ୍ତି ଏକଥା ସେ ଏ ପର୍ଯ୍ୟନ୍ତ ଜାଣିନାହାନ୍ତି। ଜାଣିଲେ ତ ସେ ଆଉ ତୋ ମୁହଁ ଚାହିଁବେନି। ଲୋକନାଥ ନନାଙ୍କୁ ବି ସହଜେ ଛାଡ଼ିବେନି। ଆଉ ଜ୍ୱାଇଁ ବୋଲି ତମ ବାପାଙ୍କର ସବୁ ସମ୍ପତ୍ତି ସେ ଦଖଲ କରି ବସିବେ। ଏଇ ଲାଗେ ଭଲରେ ଯାହା ନ କରିବୁ ମନ୍ଦରେ ଦିନେ ସେଇଆ ହବ। ସେ ସମ୍ପତ୍ତି ତୋ ହାତରୁ ଯିବ। ଲାଭ ଭିତରେ ସ୍ୱାମୀ ଘରୁ କାଢ଼ିଦେବେ। ଏ ଗାଁରେ ବି ତୋର ମୁହଁ ଦେଖେଇବାର ବାଟ ରହିବ ନାହିଁ। ଏ କୂଳ ସେ କୂଳ ଦୁଇ କୂଳ ଯିବ। ମୋ କଥାରେ ରାଜି ହେଲେ ଏସବୁ ବିପଦରୁ ମୁଁ ତୋତେ ପାରି କରିଦେବି। ଆଶା କରେ ସବୁ କଥା ଭଲ କରି ଭାବି ମୋ କଥାରେ ରାଜି ହବୁ। ଏ ଲୋକଠାରୁ ଏଥିରେ ତୋର ମତ ଅଛି ଜାଣିଲେ ଦତ୍ତପତ୍ର କାଗଜ ନେଇ ମୁଁ ଆଜି ସଞ୍ଜବେଳେ ତୋ ପାଖକୁ ଯିବି। ଦତ୍ତପତ୍ର କାଗଜ ମାନେ ସେଥିରେ ଦସ୍ତଖତ କରିଦେବୁ ଯେ ସେଥିରେ ଲେଖା ଅଛି ମୁଁ ମୋର ଜମି ବାଡ଼ି ଯାହା ମୋ ନାଁରେ ଅଛି ମୋ ବାପାରେ ସମ୍ପତ୍ତି ବାଡ଼ି ମୁଁ ତାକୁ ଦାନ କରିଦେଲି। ତତେ ବେଶୀ କିଛି କରିବାକୁ ପଡ଼ିବ ନାହିଁ, ଖାଲି ଗୋଟେ ଦସ୍ତଖତ କରିଦେଲେ ହେଲା। ତାପରେ ତୁ ଶାଶୁଘରୁ କେବେ ଆସିଲେ ଯଦି ଏଇ ଗାଁରେ ରହିବାକୁ ଇଚ୍ଛା କରୁ ତେବେ ମୁଁ ସେଇଥିରୁ ତତେ ବଖରାଏ ଘର ଆଉ ଚଳିବା ଭଳି 2-3 ମାଣ ଜମି ଦେଇପାରେ। ଆଶା କରେ ସବୁ କଥା ଧୀର ଭାବେ ବିଚାରି ଗଲା ଲୋକ ହାତରେ ମୋ ପାଖକୁ ଖବର ଦେବୁ। ଯୋଉ ଲୋକଟି ଯାଇଛି ସଇତା ତା ହାତରେ ମତେ ଖବର ଦେବୁ। ପଢ଼ିସାରି ଚିଠିଟା ଚିରିଦେବୁ। ଲୋକନାଥ ନନା ଯେପରି ଏ କଥାର ବିନ୍ଦୁ ବିସର୍ଗ ଜାଣି ନ ପାରନ୍ତି, ସିନ୍ଧୁ ବିସର୍ଗ ନୁହେଁ ଏଠି ବିନ୍ଦୁ ବିସର୍ଗ ହବ। ସେ ତୋତେ ପଟାପଟି କରି ସବୁ ସମ୍ପତ୍ତି ହସ୍ତଗତ କରି ତୋର ସର୍ବନାଶ କରିବାକୁ ବସିଛନ୍ତି ଏ କଥା ମୁଁ ଜାଣେ। ତାଙ୍କ କଥା ମୋଟେ ବିଶ୍ୱାସ କରିବୁ ନାହିଁ। ସାବଧାନ। ରାଗ ଅପମାନ ଆଉ ଲଜ୍ଜାରେ ଭାବିବାର ଶକ୍ତି ମୋର ସ୍ତମ୍ଭିତ ହେଲା। ଏତିକି ବାଟ ଥିଲା ତାର ଚିଠି, ଯାହା ଚିଠିଟି ସିଏ ସତୀ ପାଖକୁ ଲେଖିଥିଲା। ତେବେ ସେଇ ଚିଠିଟି ପଢ଼ିକିନା ରାଗ ଅପମାନ ଆଉ ଲଜ୍ଜାରେ ଭାବିବାର ଶକ୍ତି ମୋର ସ୍ତମ୍ଭିତ ହେଇଗଲା। ଏ ଅଚ୍ୟୁତିଟା କ'ଣ ମଣିଷ? କେତେବେଳେ ଯାଏ ସେଠି କାନ୍ଥକୁ ଆଉଜି କାନ୍ଥଠାରୁ ଆହୁରି ନିର୍ଜୀବ ହୋଇ ବସିଥିଲି କେଜାଣି। କାନ୍ଧ ଉପରେ କାହା ନିଶ୍ୱାସର ମୃଦୁ ସ୍ପର୍ଶ ଅନୁଭବ କରି ଚମକି ଚାହିଁଲି ନାଥ ନନା। ଚିଠିଟା ମୋ ହାତରୁ ଟାଣି ନେଇ ସେ ପଢ଼ିଲେ। ତାପରେ ରାଗରେ ଗର୍ଜି ଉଠି କହିଲେ କାହିଁ ସେ କୁକୁରଟା। ତାହାପରେ ଚିଠିଟା ଟିକ୍ ଟିକ୍ କରି ଚିରି ପକାଇ ଘରୁ ଦୌଡ଼ି ଚାଲିଗଲେ ସେ ଚୈତ ନା କ'ଣ ଅଚ୍ୟୁତି ପାଖକୁ। ଚିଠିଟା ମୋ ହାତରୁ ଟାଣି ନେଲେ। ଦାଣ୍ଡପଟେ ଯୋଉଠି ତାଙ୍କ ଦେହ ଛାଇର ଶେଷ ରେଖା ଦୁଆର ମୁହଁ ପାଖେ ମିଳେଇ ଯାଇଥିଲା ସେଇ ଆଡ଼କୁ ଏକା ଧ୍ୟାନରେ ଚାହିଁ ବସିଲି। ଯେ ପର୍ଯ୍ୟନ୍ତ ଆଖିର ଅଗୋଚରକୁ ଚାଲି ଯାଇନଥାନ୍ତି, ଆଖି ଦେଖାଯାଉଛି ଯେତିକି ବାଟ ପର୍ଯ୍ୟନ୍ତ ସେ ସେମିତି ଚାହିଁ ରହିଥିଲା। ଯେମିତି ଏକଜିଦିଆ ଲୋକ ଏଇ ଲାଗି କ'ଣ ନାହିଁ କ'ଣ କରି ବସିବେ କେଜାଣି। କାହିଁକି ମିଛରେ ତାଙ୍କୁ ଚିଠିଟା ପଢ଼ିବାକୁ ଦେଲି? ନିଜେ ଚିରି ପକେଇଥିଲେ ତ ଯାଇଥାନ୍ତା। ଯେମିତି ରାଗିଛନ୍ତି ଚିଠି ପଢ଼ି ଆଜି ଗୋଟାଏ କିଛି ଭୟଙ୍କର କାଣ୍ଡ ନ କରି କ'ଣ ଫେରୁଛନ୍ତି ସହଜରେ। ଗୋଟାଏ କଳ୍ପିତ ଆଶଙ୍କାରେ ବିଚଳିତ ହେଇ ଦିନ ଗୋଟାକ ମୋର କଟିଗଲା। ଛାଇ ଲେଉଟିଗଲା। ନାଥ ନନା ସେତେବେଳେ ଯାଏଁ ଫେରି ନଥିଲେ। କ'ଣ ହେଲା କେଜାଣି? ଆଉ ସବୁ ଚିନ୍ତା ବୁଡ଼ାଇ ଦେଇ ଏଇ ଭାବନା ମୋର ସମ୍ବଳ ହେଲା। ଏତେବେଳେ ଯାଏଁ କୁଆଡ଼େ ଗଲେ ସେ? ଖରାପ ହେଲା ନାହିଁ ତ କିଛି? ମନରେ ବହୁତ ପ୍ରକାରର ପ୍ରଶ୍ନ ଆସିଲା। କିଛି ଆଉ ଅସୁବିଧା ହେଇନି ତ? କୁଆଡ଼େ ଗଲେ ଏତେ ସମୟ ହେଲାଣି? ଉପରଓଳି ସଇତା ଆସିଲା। କହିଲା ସେଠୁ ଚାକିରି ଛାଡ଼ି ଆସିଲି ବୁଢ଼ୀ। ସଇତାକୁ ଦେଖି ଅଥଳ ସମୁଦ୍ରରେ କୂଳ ମିଳିଲା। ପଚାରିଲି ନାଥ ନନା କୁଆଡ଼େ ଗଲେ ଦେଖିନାହୁଁ? ସେ କହିଲା ସକାଳେ ଆଜି ଅଚ୍ୟୁତ ଅବଦାନ ଘରେ ତ ତାଙ୍କୁ ଦେଖିଥିଲି। ଭାରି ରାଗ ହୋଇ ଅବଦାନ ସାଙ୍ଗେ କ'ଣ କଥାବାର୍ତ୍ତା ହଉଥିଲେ। ଦ୍ୱିପହରେ ଏଇ ବିଲ ବାଟେ ଆର ଗାଁକୁ ତ କୁଆଡ଼େ ଗଲେ। ନିଶ୍ଚିନ୍ତ ହୋଇ ଭାବିଲି ଯାହା ହଉ ଅଖୁଣ ଦେହରେ ତ ଆସିଛି ସେତେବେଳେ ଯାଏ। ପଚାରିଲି ଯୁଆଡ଼େ ସେ ଗଲେ ତୁ ଟିକେ ଯାଇପାରିବୁ ସେଠିକି? ଅଖୁଣ ଦେହ ମାନେ ଯାହା ହଉ କିଛି ତାକୁ ବାଡ଼ା ପିଟା ହେଇନି, ଝଗଡ଼ା ଝାଟି ହେଇନି, ଆସିଛି ଭଲରେ। ଅଖୁଣ ଦେହରେ ତ ଅଛନ୍ତି ସେତେବେଳେ ଯାହା ତ ବାଡ଼ିଆ ପିଟା ଝଗଡ଼ା ଝାଣ୍ଟି ହେଇନି କି ତାଙ୍କ ଦେହରେ କିଛି କ୍ଷତାକ୍ତ ହେଇନି। ସକାଳ ଭୋରୁ ଅଖିଆ ଯାଇଛନ୍ତି ପରା, ତୁ ଯା ତାଙ୍କୁ ସାଙ୍ଗରେ ନେଇକରି ଯାଇ ଆସିବୁ। ସଇତା ଚାଲିଗଲା। ଏତେ ବିପଦରେ ସୁଦ୍ଧା ମନକୁ ଟିକେ ଦମ୍ଭ ଆସିଲା। ଏ ଗାଁରେ ସମସ୍ତେ ମୋ ବିରୁଦ୍ଧରେ ଠିଆ ହେଲେ ସୁଦ୍ଧା 2 ଜଣ ତ ମୋ ଲାଗି ଅଛନ୍ତି। ପ୍ରୟୋଜନ ହେଲେ
ସେ ଜୀବନ ଦେଇ ମୋ ମର୍ଯ୍ୟାଦା ରକ୍ଷା କରିବେ। ମନେ ମନେ ଭାବିଲା ଯାହା ହଉ 2 ଜଣ ତ ମୋ ପାଇଁ ଅଛନ୍ତି ଯୋଉମାନେ କି ମୋ ପାଇଁ ଜୀବନ ମଧ୍ୟ ଦେଇଦେବେ, କିନ୍ତୁ ମୋ ସମ୍ମାନକୁ ନିହାତି ଭାବରେ ରକ୍ଷା କରିବେ। ସଞ୍ଜ ଘଣ୍ଟା ବାଜିବାର ଅନେକ ପରେ ସେଦିନ ନାଥ ନନା ଘରକୁ ଫେରିଲେ। ପିଣ୍ଡାରେ ଖାଇବାକୁ ଠା କରିଦେଲି। ଖାଇ ବସି ସେ କହିଲେ ଆଜି ଭାରି ମଜା ହେଲା। ସକାଳେ ଯେତେବେଳେ ଗାଁ ଯାକ ଅଚ୍ୟୁତକୁ ଖୋଜି ତା ଘରେ ଯାଇ ପହଞ୍ଚିଲି, ବାହାରେ ଠିଆ ହେଇ ସେ କାହା ସଙ୍ଗେ କଥାବାର୍ତ୍ତା ହେଉଥିଲା। ମତେ ଦେଖି ଘର ଭିତରେ ଯାଇ ଲୁଚିଗଲା। ଯେତେ ଡାକି ଡାକି ଆଉ କ'ଣ ବାହାରକୁ ଆସେ? ଘରେ ତାଙ୍କର କହିଲେ ସେ ନାହାନ୍ତି। ଯୋଉଠୁ କହିଲି ନାହାନ୍ତି ଯେବେ ଆସିଲେ କହିଦେବ ମୁଁ ନାଥ ଥାନାକୁ ଯାଉଛି ତା ନାଁରେ ଏତାଲା ଦେବାକୁ। ସେଠୁ ମୂଷାଟି ପରି ଘରୁ ବାହାରି ଆସିଲା। ଆଗେ ତ ଯାହା ମୁହଁକୁ ଆସିଲା ପରସ୍ତେ ଶୋଧି ଦେଇଗଲି, ତାପରେ କହିଲି ଗାଳି ଦେଇଗଲି ତାକୁ। ତାପରେ କହିଲି ଫେର ଯଦି ତୁ ମୋର ଘର ଦୁଆରେ ମୁହଁ ମାଡୁ ତେବେ ଆଉ ତୋତେ ଘରକୁ ଫେରିବାକୁ ହବ ନାହିଁ। ତ ଗାଳି ଦେଇଛି ବୋଲି ଆସିକି ଖୁସିରେ କହୁଛି, ଆଉ ସମାଧାନ ହେଇଗଲା। ଆଉ ତାକୁ ଗାଳି ଦେଇଛି, ସେ କ'ଣ କହିଲା? କହିବ ଆଉ କ'ଣ? ଆଜି ଯାଉଛି କୁଆଡ଼େ ଜମିଦାର ପାଖରେ ଫେରାଦ ହେବାକୁ ମୋ ନାଁରେ। ଆଶ୍ଚର୍ଯ୍ୟ ହେଇ ପଚାରିଲି ସତରେ? କହିଲେ ହଁ ଯାଉ ସେ, ସେଥିପାଇଁ ମୋର ଭୟ ନାହିଁ। କଥା କ'ଣ ଲୁଚିବ? ଜମିଦାର ତ ପୁଣି ବୁଝି ବୁଝି ବିଚାର କରିବେ। ମନେ କଲି ମୋ ସ୍ୱାମୀ ତ ଜମିଦାର, ତାଙ୍କର ଯାହା ବୁଝାମଣା ସେ କଥା ମୋତେ ଭଲ ଭାବେ ଜଣା ଅଛି। ଜମିଦାର ବୋଲି ସମାଜ ଏମାନଙ୍କ ହାତରେ ଯେଉଁ ଅସୀମ କ୍ଷମତା ଦେଇଛି ଲୋକଙ୍କ ଉପରେ ଶାସନ କରିବାକୁ, କେତେ ଜଣ ତାର ସଦ୍ବ୍ୟବହାର କରନ୍ତି? ଶାସନ ନାମରେ ଯେଉଁ ଅତ୍ୟାଚାର ଅବିଚାର ଆଉ ଯେଉଁ ମହାପାତକ ଏମାନେ ଆଖି ବୁଜି ପ୍ରତିଦିନ କରି ଯାଉଛନ୍ତି, ସେ ଖବର କିଏ ରଖେ? ଜମିଦାରର ଖୁସି ଉପରେ ନ୍ୟାୟର ବାଟ ଗଢ଼ା ହୁଏ। ଇନ୍ଦ୍ରିୟ ଲାଳସା ପାଖରେ ଗରିବର ସର୍ବସ୍ୱ, ସତୀର ସତୀତ୍ୱ ହଜାର ହଜାର ପ୍ରତିଦିନ ବଳି ଦିଆଯାଏ। ଅଥଚ ସମାଜ ସେ କଥା ବେଶ ଆଖି ବୁଜି ଚଳାଇ ନିଏ। ଏଇ ତ ଶାସନ, ଏଇ ତ ସମାଜ। ହାୟରେ ଲୋକ ପୁଣି କୋଉ ସୁବିଚାର ଆଶା ରଖନ୍ତି ଏମାନଙ୍କ ପାଖରେ? ସିଏ ତ ଜାଣିଛି ନା ତାର ସ୍ୱାମୀ ଗୋଟେ ଜମିଦାର ଆଉ ତାର କ୍ୟାରେକ୍ଟରଟା କେମିତିଆ। ତେଣୁ ଯେତେବେଳେ କହୁଛନ୍ତି ଜମିଦାର ପାଖକୁ ଗଲେ ଯାଉ, ଜମିଦାର ଯୋଉଟା ଠିକ ନ୍ୟାୟ ବିଚାର କରିବେ। ନାଥ ନନା ଯେତେବେଳେ ଏଇ କଥା କହୁଛି, ସତେ କହୁଛି ଓ ମୋର ସ୍ୱାମୀ ସେଇ ତ ଜମିଦାର, ମୁଁ କ'ଣ ଜାଣିନି ସେ କୋଉ ଭଳିଆ ଲୋକ। ତା ପାଇଁ କି ନିଜ ସୁଖ ସୁବିଧା ପାଇଁ ସେ ତାର ସବୁ ନ୍ୟାୟକୁ ମଧ୍ୟ ବଦଳାଇ ଦେଇପାରେ। ଫଗୁଣର ଫଗୁଫରା ଧୂଳିର ଆକାଶ ଦେହରେ ତାର ଜରି ଧଡ଼ିଆ ବଉଦ ଖଣ୍ଡେ ଜଡ଼ି ରଙ୍ଗ ହୋଇ ଯାଇଥିଲା ଯେପରି ତାରି ରଙ୍ଗରେ। ପୁଣି ଫଗୁଣ ମାସର ଗୋଟେ ଦୃଶ୍ୟ, ଗୋଧୂଳି ଆକାଶରେ, ମାନେ 4ଟା ବେଳେ ସନ୍ଧ୍ୟା ସମୟ, ଗୋଧୂଳି ଆକାଶ ସନ୍ଧ୍ୟା ସମୟ ଆକାଶରେ କେମିତି ଦେଖାଯାଉଛି, ତାର ଜରି ଧଡ଼ିଆ ବଉଦ ବାଦଲ ଗୁଡ଼ିକର ଦୃଶ୍ୟ ଗୁଡ଼ିକ ଏଠି ବର୍ଣ୍ଣନା କରିଛନ୍ତି ଲେଖକ। ଥକା ବଣଭୂମି ପାଖେ ଧାଡ଼ି ବନ୍ଧା ଗଛ ଡାଳେ ଡାଳେ କଅଁଳ ପତ୍ରର ରୋଷଣୀ ଫୁଲ ଖଞ୍ଜା ହେଉଥିଲା ବସନ୍ତ ବର ଆସିଲା ଲାଗି। ସେ ନୂଆ ପତ୍ର ମହକରେ ଉଚ୍ଚଟା ହୋଇ ଗୋଟାଏ ହଳଦୀ ବସନ୍ତ ଗନଗୁନ୍ଥା ବାଉଁଶ ବୁଦାର ନହକା ଅନ୍ଧାର କଷଟି ଉପରେ କଞ୍ଚା ସୁନାର ଗାର ଟାଣି ଟାଣି ଏ ଡାଳ ସେ ଡାଳରେ ଉଡ଼ିଥିଲା। ହଳଦୀ ବସନ୍ତ, ହଳଦୀ ହଳଦୀ ରଙ୍ଗର ବାଉଁଶ ବୁଦାରେ ଯେତେବେଳେ ଏ ଡାଳରୁ ସେ ଡାଳକୁ ଡେଉଁ କୁଚିକି ଖେଳୁଛି, ଉଡ଼ି ବୁଲୁଛି, ଲାଗୁଛି ସତେ କି କଞ୍ଚା ସୁନା ଢାଳି ଦଉଛି। ଅର୍ଥାତ୍ ସୁନାର ରଙ୍ଗ ମଧ୍ୟ ହଳଦିଆ, ଆଉ ହଳଦୀ ବସନ୍ତ ଯୋଉ ଡେଉଁ ଯାଉଛି ସେ ଯୋଉ ଦୃଶ୍ୟଟି ମଧ୍ୟ ସେଇ ଏକା ଭଳି ଦେଖାଯିବାରୁ ଲେଖକ ଲେଖିଛନ୍ତି ସୁନା ଭଳି ଦେଖାଯାଉଥିଲା। ବାଡ଼ିପଟେ ଠିଆ ହେଇ କେତେବେଳୁ ଏକାଧ୍ୟାନରେ ଚାହିଁଥିଲି ଏଇ କଅଁଳ ପତ୍ର ମହୋତ୍ସବ ଆଡ଼େ। ମନ ହେଉଥିଲା ଦୌଡ଼ି ଯାଇ ବଣ ଅରମା ଭିତରେ ଶୋଇ ପଡ଼ିବାକୁ। ଆମ୍ବ ଗଛ ଡାଳରେ ସୁନ୍ଦର ଗୋଳା ରେଶମୀ ପତ୍ରରୁ କୁଣ୍ଡାଏ ତୋଳି ଆଣି ଘର ବାହାରେ ସବୁ ଟଙ୍ଗେଇ ଦେବାକୁ। ଇଚ୍ଛା ହେଉଥିଲା ପତ୍ର ଗୁଡ଼ିକ ଆଣି ଘର ବାହାରେ ଟଙ୍ଗେଇ ଦେବି। ପୁଣି ପିଲାଳିଆମି, ଛୋଟ ପିଲା, ବୟସ ବେଶୀ ହେଇନି, ତେଣୁ ପୁଣି କୋଉଠି ନା କୋଉଠି ମନ ଭିତରେ ପିଲାଳିଆମି ଆସିଯାଉଛି, ଉଙ୍କି ମାରୁଛି। ତେଣୁ ଏସବୁ କଥାକୁ ସେ ଭାବି ଆସିଛି। ପୁଣି କିନ୍ତୁ ଏଇ ନିହାତି ସୁଲଭ ସ୍ୱାଧୀନତାଟିକ ବି ମୋର ଆଜି ଆଉ ନାହିଁ। ଏଠିକି ଆସିଲା ଦିନୁ ଦିନେ ସୁଦ୍ଧା ତ ବାହାରକୁ ଭରସି ଗୋଡ଼ କାଢ଼ି ପାରିଲାନି ଲାଜରେ। ଲାଜ ଲାଗୁଛି। ସେ ଯୋଉ ଆଗରୁ ସ୍ୱାଧୀନତା ଥିଲା, ଘରେ ରହୁଥିଲା, ବାପା ମା ବଞ୍ଚିଥିଲେ, ପିଲାଳିଆମି ବାହାରୁଥିଲା, କୋଉଠୁ ପତ୍ର ଆଣି ଘର ସଜେଇବାଠୁ ନେଇକିନା କୋଉଠି କଇଁ ଫୁଲ ତୋଳିବା ପର୍ଯ୍ୟନ୍ତ। କିନ୍ତୁ ଆଜି ତ ଆଉ ସେ ସମୟ ନାହିଁ, ସମୟ ବହୁତ ବଦଳି ଯାଇଛି। ତେଣୁ ତାକୁ ଏଇ ଯୋଉ ପରିସ୍ଥିତିରେ ଯୋଉ ସମ୍ମୁଖୀନ ହେଇଛି ସେ, ତେଣୁକରି ଘରୁ ବାହାରକୁ ବାହାରିବାକୁ ମଧ୍ୟ ତାକୁ ଲାଜ ମାଡୁଛି। ମତେ କିଏ କାଳେ ଦେଖିବ, କ'ଣ ପଚାରିବ କାଳେ ମୋ କଥା ନେଇ ଗାଁ ଭିତରେ ଯେ ଭାରି ଗୋଟାଏ ଗୋଳମାଳ ଲାଗିଗଲାଣି। ଘର ଭିତରେ ବସି ସେ କଥା ମୁଁ ଭଲ କରି ଅନୁଭବ କରିପାରୁଛି। ଗାଁ ଗୋଟାକରେ ସମସ୍ତେ ଯେପରି ମୋରି ବିରୁଦ୍ଧରେ ତତ୍ପର, ମୋ ବିଷୟ ନେଇ ଅତ୍ୟଧିକ ଆଗ୍ରହାନ୍ୱିତ। ବାହାରେ କାହାର ପାଟି ଶୁଣିଲେ ଘର ଭିତରେ ମୁଁ ଲାଜରେ ସରିଯାଉଛି, ଯେପରି କେତେ ବଡ଼ ମହାପାତକରେ ପାପୀ ମୁଁ ସମସ୍ତଙ୍କ ଆଗେ। ଅଥଚ ଏ ନାଥ ନନା ଗୋଟାଏ ପ୍ରଚଣ୍ଡ ଝଞ୍ଜା ପରି ସ୍ୱାଧୀନ ଭାବରେ ବୁଲୁଛନ୍ତି। ସମସ୍ତ ସଂକୋଚ, ସମସ୍ତ ଦ୍ୱିଧା ଜୋର କରି ବାଟରୁ ଏଡ଼ାଇ ଦେଇ
बड़ विचित्र लगे आंकु कथा तो मने पकाउछि दीटा प्रकारर क्यारेक्टर को नेकी गोटे हैला निजर कथा आ गोटे हैला नाथ ननार कथा गाँ रे जेतेबेले सबुआडे नाथ नना आ सती को नेकी चर्चा चली ସେଇଠି ନାଥ ନନା କିନ୍ତୁ ସମସ୍ତଙ୍କ ମୁହଁରେ ଜବାବ ଦେଇ ବାହାରେ ପୁରା ମୁକ୍ତ ଭାବରେ ସ୍ୱାଧୀନ ଭାବରେ ବୁଲି ଚାଲିଛି ଯୋଉଠିକି ଝିଅଟିଏ ସେଇ ସମୟରେ ଗାଁ ଗହଳିର ପୁଣି ବ୍ରାହ୍ମଣ ଘରର ଝିଅଟି ତାର ଏତେ ଶଙ୍କା ଭରି ଯାଇଛି ଯେ ମନରେ ଆଶଙ୍କା ଲାଜ ଭୟ ଭରପୁର ଯେ ଘର ଦାଣ୍ଡକୁ ସେ ମଧ୍ୟ ଆସିପାରୁନି କୋଉଠି ଟିକେ କୋଳାହଳ ଶୁଭିଲେ ତାକୁ ଲାଜ ମାଡୁଛି କାଳେ ମୋରି ବିଷୟରେ କଥା ହଉଛନ୍ତି କି ତ ଏଇଠି କିଭଳି ଭାବରେ ଲେଖକ ଦୁଇଟା ଚରିତ୍ରକୁ ଅଲଗା ଅଲଗା ଭାବରେ ବର୍ଣ୍ଣନା କରିଛନ୍ତି ସମାନ ଦଶା ଥାଇକି ମଧ୍ୟ ଦି ଜଣଙ୍କ ଚରିତ୍ର କେମିତି ଅଲଗା ଅଲଗା କେତେବେଳକେ ସହିତ ଆସିଲା ମତେ ବାଟ ପାଖରେ ଦେଖି କଥା ନ କହି ପିଣ୍ଡାରେ ଯାଇ ଗୁମ୍ ମାରି ବସିଲା ପଚାରିଲି କୁଆଡେ ଥିଲୁ କି ଏତେବେଳ ଯାଇ ସେ ବିରକ୍ତିପୂର୍ଣ୍ଣ ସ୍ୱରରେ କହିଲା ମରିବାକୁ ପାଖକୁ ଯାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲି କୋଉଠି କହନା ମରିବାକୁ ପରା କହିଲି ସଞ୍ଜବେଳେ ମତେ ଆଉ ମରିବାକୁ ଜାଗା ମିଳିଲା ନାହିଁ ଯାଇଥିଲି ଗାଁ ଭିତରକୁ ଭାଗବତ ଗୋସାଇଙ୍କ ପାଖେ ମୁଣ୍ଡିଆ ମାରିବ ଆଗ୍ରହରେ ପଚାରିଲି କାହିଁକି କଣ ହେଲା କି ଭାଗବତ ଗାଁରେ ଗୋଟେ ମୁଣ୍ଡିଆ ମରାଯାଏ ଖୋଲିବେ କି ତାଙ୍କର ଗାଁ ଗହଳିର କଥା ତେଣୁ ହବ ଆଉ କଣ ଖାଇ ସେଠି କଣ ହେଲା କଣ ଘଟଣା ଘଟିଲା ସେଇ କଥାକୁ କହୁଛନ୍ତି ଇଏ କହୁଛି ସଇତା କହିବ ସେ କଣ ଘଟଣା ଘଟିଲା କହୁଛି ହବ ଆଉ କଣ ଖାଇ ପିଇ ମୁହଁ ମୋଡା ବାମୁଣ ଗୁଡାକ ଖାଇ ପିଇ ମୁହଁ ମୋଡା ବାମୁଣ ଗୁଡାଙ୍କର ତ ଆଉ କିଛି କାମ ନାହିଁ ଭାଗବତ ଟୁଙ୍ଗିରେ କଣ ଗାତ ଚୋଲି ନିଶାପ ହଉଛି କୁଆଡେ ନିଶାପ ବସିଛି ସେଠି କାହାକୁ ନେଇ ସତୀକୁ ନେଇକି ନା ନିଶାପ ବସିଛି ସେଇ ଯୋଉ ଅଚ୍ୟୁତ ଅବଦାନ ବଡ ଚୋରି ବୋଲି ମୁଁ ଜାଣିଛି ବଡ ଚୋରଟେ ବୋଲି ମୁଁ ଜାଣିଛି ହାତ ହଲେଇ ସେଠୁ କହୁଛି ଏତିକି କହି ସେ ତୁନି ହୋଇଗଲା ଅଚ୍ୟୁତି ନାଁ ଶୁଣି ଛାତି ଭିତରୁ ମୋର କଣ ଗୋଟାଏ ଖସି ପଡିଲା ଆଶଙ୍କାରେ ପୂର୍ଣ୍ଣ ହୋଇ ପଚାରିଲି କଣ କହୁଛି ଖୋଲିବ କି ନାଇଁ ନା ମୁଁ କହିଲି ଖୋଲିବେ କି ଆସିବ ଭିତରୁ ନାଇଁ ନା ଠିକ ଅଚ୍ୟୁତି ନାଁ ଶୁଣି ଛାତି ଭିତରୁ ମୋର କଣ ଗୋଟାଏ ଖସି ପଡିଲା ଆଶଙ୍କାରେ ପୂର୍ଣ୍ଣ ହୋଇ ପଚାରିଲି କଣ କହୁଛି ତ ଅଚ୍ୟୁତି ସେଠି ଯାଇକି ନା ନିଶାପ ବସେଇବା ପାଇଁ ବସିଛି ଏମାନଙ୍କ ନାଁରେ ସେଇ କଥା ଶୁଣିକି କହୁଛି କଣ କହୁଛି ସେ କଣ ଆଉ ତତେ ସେଗୁଡା କହିବି ବୁଢୀ ସେ କହିଲା ସଞ୍ଜ ବେଳାଟା ଏତେ ଗୁଡାଏ କଞ୍ଚା ମିଛ କହିବାକୁ ତାର ଜୀବ କେମିତି ଖସି ପଡୁନି ଆଗ ସେଇଟା ମୁଁ ତାଜୁବ ହଉଛି ପରା କହୁଛି ଅନାଦି ମିଶ୍ର ଝିଅ ଅନାଦି ମିଶ୍ରର ଝିଅ ହେଲା ସତୀ ସତୀର ବାପା ନାଁ ହେଲା ଅନାଦି ମିଶ୍ର ଝିଅ ସତୀକି ତା ସ୍ୱାମୀ ଘରୁ ବାହାର କରିଦେଇଛନ୍ତି ଆଉ ତା ମୁହଁ ଚାହିଁବେ ନାହିଁ ବୋଲି କୁଆଡେ କହିଛନ୍ତି ସମସ୍ତଙ୍କ ଆଗରେ ସେ ଜାତି କୂଳ ଛାଡିଛି ତା ହାତରୁ କେହି ପାଣି ଛୁଇଁବାର ନୁହେଁ କୋଉ ପସନ୍ଦରେ ଲୋକନାଥ ତିଆଡି ଆମ ଲୋକନାଥ ତିଆଡି ନା ତା ନା ତିଆଡି ପାଠି କୋଉ ପସନ୍ଦରେ ଲୋକନାଥ ତିଆଡି ତାକୁ ଆଣି ଘରେ ପୁରେଇଛି ଆମେ ତା ଘରୁ ବନ୍ଧୁପଣ କାଟିଦବୁ ହଁ ତ୍ରିପାଠୀକୁ ସେତେବେଳେ ତିଆଡି କରୁଥିଲେ ନା ଆଗେ ତା ଘରୁ ବନ୍ଧୁପଣ କାଟିଦବୁ ତାର ନିଆଁ ପାଣି ଅଟକ କରିବୁ ଯଦି ଲୋକନାଥ ତାକୁ ଘରୁ ବାହାର ନ କରିବ ଏବେ ନିଶାପ ବସୁଛି ତାକୁ ଜଲ୍ଦି ଜଲ୍ଦି ଘରୁ ବାହାର କର ବୁଢୀ ପଥର ପରି ଠିଆ ହୋଇ ସବୁ ଶୁଣିଲି ସେ କହିଲା ରକ୍ତ ମାଂସ ଦେହ ତ କେତେ ଆଉ ସହନ୍ତା ଏ କଞ୍ଚା ମିଛ ଗୁଡାକ ଶୁଣି ଶୁଣି ସମ୍ଭାଳି ନ ପାରି କହିଲି ଆଲୁଅ ଟିକେ ତଳକୁ ଦେଖା ତୋ ମୁହଁ ଦେଖେ କହୁ କହୁ ଏଇ ଠେଙ୍ଗା ଉଞ୍ଚେଇ ତା ପାଖକୁ ଧାଇଁଗଲି ସେଠି ଥିଲେ ହାଁ ହାଁ କରି ଦୌଡ଼ି ଆସି ମତେ ଧରି ପକାଇଲେ ଟାଣି ଟାଣି ଆଣି ଏଠି ଛାଡ଼ି ଦେଇ ଗଲେ ନଇଲେ ଆଜି ତାର ଦିନେ କି ମୋର ତାର ଦିନକୁ ମୋର ଦିନ କହୁ କହୁ ସେ ରାଗରେ ଗୋଟିପଣେ ଥରିବାକୁ ଲାଗେ ପିଟି ପକେଇଥାନ୍ତା ତାକୁ ଯାଇକି ତେଣୁ କରିକି ତାକୁ ଆଣିକି ଛାଡ଼ି ଦେଇଗଲେ ଏଠି ଲୋକମାନେ ଯେ ନାଇଁ ପିଟାପିଟି କିଛି କରିବା ଆବଶ୍ୟକ ନାହିଁ ଲଜ୍ଜା ଓ ଅପମାନରେ ମୋର ଆଉ ସେତେବେଳେ କଥା କହିବାର ଶକ୍ତି ନଥିଲା ଚୁପଚାପ ହୋଇ ଘର ଭିତରେ ଯାଇ ଶୋଇପଡ଼ିଲି ସେଇଠି ସେମିତି ତକିଆରେ ମୁହଁ ମାଡ଼ି ମନେ କହିଲି ଏଇଆ ଶୁଣିବାକୁ ମୋତେ ଆଜି ଯାଏ ବଞ୍ଚାଇ ରଖିଥିଲେ ଭଗବାନ ଏତେ ବଡ଼ ସୃଷ୍ଟିଟାରେ ତମର ବିଷ କଣିକାଏ କଣ ନଥିଲା ଏଇ ହିନିମାନିଆ ଜୀବନଟା ଏକାଥରକେ ଶେଷ କରିଦେବାକୁ ଖାଲି ଏତିକିରେ ଭଲା ସରିଥାନ୍ତା ଏ ହିନିକପାଳି ସାଙ୍ଗେ ପୁଣି ଆଉ ଗୋଟାଏ ପବିତ୍ର ନିଷ୍ପାପ ଜୀବନ ଛନ୍ଦି ହେଇ ଅକାରଣରେ କେତେ ଲାଞ୍ଚନା କେତେ ଦହଗଞ୍ଜ ହଉଛି ଆଉ ଗୋଟେ ନିଷ୍ପାପ ଜୀବନ ଯିଏକି ନାଥ ନନା କଥା ସେ କହୁଥିଲା ମୋର ଅଧିକାର କଣ ଅଛି ଭଲ ତାକୁ ଏମିତି ଅକାରଣରେ କଳଙ୍କରେ ଭାଗି କରିବାକୁ ମୋ ସାଙ୍ଗେ ଏଇ ନିନ୍ଦା ଏଇ କଳଙ୍କ କଥା ମୋର ନାଁରେ ଶୁଣିପାରିବେ ନାହିଁ ବୋଲି ତ ବାପା ବୋଉ ଆଗରୁ ବିଦା ହେଇଗଲେ ସ୍ୱାମୀ ବୋଲି ଯୋଉ ପ୍ରାଣୀଟି ସାଙ୍ଗରେ ବ୍ରାହ୍ମଣ ଆଗେ ଅଗ୍ନିସାକ୍ଷୀ କରି ମତେ ବାନ୍ଧି ହେଇ ଯାଇଥିଲେ ହୃଦୟର ସବୁ ବିମୁଖତାକୁ ରୁଦ୍ଧ କରି ତାଙ୍କ ସଙ୍ଗେ ସେ ସମ୍ପର୍କ ଆଉ ରଖିପାରିଲି ନାହିଁ ସଂସାରରେ ମୋର ଆଉ କିଏ ଅଛି ମୋ ପାଇଁ ଭାବିବାକୁ ଏ ନାଥ ନନା ମୋର କିଏ ଯେ
ମୋ ପାଇଁ ପ୍ରତି କ୍ଷଣରେ ନିଜର ପ୍ରତିଷ୍ଠା ନିଜର ଅଭିମାନ ତିଳେ ତିଳେ ଏମିତି ବିସର୍ଜନ ଦେଇ ମୋ ପାଇଁ ଏତେ କରିବେ ଆଉ ଭାବି ପାରିଲେ ନାହିଁ କିଏ ଏଇ ନାଥ ନନା ମୋର କଣ ସେ ସବୁ ସବୁ ଏମିତି ମନେ ମନେ ଭାବୁଥିଲା। ସଂସାରରେ ଲୋକେ ହଜାର ନାହିଁ କଲେ ସୁଦ୍ଧା ସମାଜ ଲକ୍ଷେ ଥର ଅସ୍ୱୀକାର କଲେ ସୁଦ୍ଧା ସେଇ ଜଣକୁ ତ ଏଇ ଜୀବନରେ ନିବିଡ଼ ଭାବରେ ମୋର ବୋଲି ଅନୁଭବ କରିଛି। ଜ୍ଞାନ ହେଲା ଦିନୁ ଆଜି ଯାଏ ତାଙ୍କରି ପାଖରେ ସ୍ତ୍ରୀର ସମସ୍ତ ଦେୟ ମନେ ମନେ ଅର୍ପଣ କରିଦେଇଛି। ବାହାରେ ପାଟି ଶୁଭିଲା। ଚାହିଁଲି ନାଥ ନନା ଘରକୁ ଫେରିଲେ। ପିଣ୍ଡାରେ ସଇତାକୁ ଦେଖି କ'ଣ ପଚାରିଲେ, ଆସିଛି ଘରକୁ? ବୋଧହୁଏ ମୋ କଥା। ସଇତା କ'ଣ ଜବାବ ଦେଲା ଏତେ ଦୂରରୁ ଭଲ କରି ଶୁଣି ପାରିଲି ନାହିଁ। ତାପରେ ଗୋଡ଼ ହାତ ଧୋଇ ନିଜେ ନିଜେ ଭାତ ବାଢ଼ି ଖାଇ ବସିଲେ। ନିଜେ ନିଜେ ଯାଇ ଖାଇ ବସିଛି। ଘର ଭିତରେ କେମିତି ପଡ଼ି ପଡ଼ି ସବୁ ଦେଖିଲି। ଆଜି ଏ ଘଟଣା ପରେ ତାଙ୍କ ଆଗେ ବାହାରିବାକୁ ମୋର ଗୋଡ଼ ଚଳିଲା ନାହିଁ। ଖାଇସାରି ସେ ଧୋଇ ହେଇ ଶୋଇବାକୁ ଚାଲିଗଲେ। ଭାବି ଭାବି ଅନେକ ରାତି ଯାଏ ସେଦିନ ମୋତେ ନିଦ ହେଲାନି। ମନ ଭିତରେ ଯାହାର ଅଖଣ୍ଡ ନିଆଁ ଜଳୁଛି ନିଦ ତାକୁ ଆସିବ କୁଆଡ଼ୁ? ବାଡ଼ିପଟ ତୋଟା ଗହଳି ବି ନିଶବ୍ଦ ଛାତି ଚିରି ଦୁଇଥର ବିଲୁଆ ବୋବେଇ ଗଲେ। ବିଛଣାରେ ପଡ଼ି ପଡ଼ି ଭାରି ଗରମ ହେଲା। କବାଟ ଫିଟେଇ ପଦାକୁ ଆସିଲି। ନାଥ ନନାଙ୍କ ଘର କବାଟ ମୁକୁଳା। ସେ ବି କେତେବେଳେ ଅଗଣାରେ ଆସି ବୁଲୁଥିଲେ। ମୋ ପରି ଚିନ୍ତାରେ ତାକୁ ବି ନିଦ ନାହିଁ ନା କ'ଣ? ପିଣ୍ଡାରେ ମୋତେ ଦେଖି ପଚାରିଲେ, କିଏ ସତୀ? ସେ ମୋ ପାଖକୁ ଆସିଲେ। ଯେମିତି ଆଗ ପରି ମୋ ପିଠିରେ ହାତ ରଖି ସ୍ନେହ ଉଛୁଳା କଣ୍ଠରେ ପଚାରିଲେ, ନିଦ ମିଳୁନାହିଁ କି? ସରିଦେବ ଆଉ ଟିକେ ଅଛି। ଭାବିଲି ଏଇ ଅସୀମ ଅମାପ ସୁହାଗ ଗୁଡ଼ିକ ସ୍ନେହର ପ୍ରାଣୀରେ ଏମିତି ଅଯାଚିତ ଭାବରେ ଓଜାଡ଼ି ଦେଇ ସେ ମୋତେ ସାରିଛି ଓଜାଡ଼ି ଦେଇ ତ ତମେ ମୋତେ ସାରିଛ। ଏଇ ସୀମାତୀତ ସ୍ନେହର ମଧୁର ମୋହ କଟାଇ ପାରିଲି ନାହିଁ ବୋଲି ତ ସ୍ୱାମୀ ଶାଶୁଘରେ ମୋତେ ବିଷ ଭଳି ଲାଗିଲା। ଏଇ ଯୋଉ ସ୍ନେହ ଶ୍ରଦ୍ଧା ପାଇଁ ତ ମୁଁ ଶାଶୁଘରେ ଚଳିପାରିଲି, ଛାଡ଼ିକି ଆସିବାକୁ ଇଚ୍ଛା ହେଲା। ଗାଁରେ ଏତେ ଅପମାନ ଏତେ କଳଙ୍କର ବୋଝ ମୁଣ୍ଡାଇ ସୁଦ୍ଧା ତୁନି ହେଇ ପଡ଼ିଛି ଏଇ ଟିକକ ଲୋଭରେ। କିନ୍ତୁ ଆଉ ନୁହେଁ। ଆଖି ଆଗରେ ମୋରି ଲାଗି ତମର ଏଇ ହୀନିମାନ ମୁଁ ଆଉ ଦେଖିପାରିବି ନାହିଁ। ଆଉ ନୁହେଁ, ଏଇ ହେଲା ଶେଷ। ସେମିତି ପଥର ପରି ଠିଆ ହେଇ ରହିଲି ଅନ୍ୟ ଆଡ଼େ ମୁହଁ ଫେରାଇ। ଇଚ୍ଛା କରି ତାଙ୍କ କଥାରେ ଜବାବ ଦେଲି ନାହିଁ। ଉତ୍ତର ନ ପାଇ ସେ ମୋର ଆହୁରି ପାଖକୁ ଆସିଲେ। ମୋ ମୁହଁ ଛାତି ଉପରେ ରଖି କହିଲେ, ଏତେ ରାତି ଯାଏ ଚିଆନ୍ତି, ଆ ବିଞ୍ଚି ଦିଏ ଶୋଇପଡ଼ିବୁ ଏଇ ଲାଗି। ଏତିକି ଥାଉ। ଏତିକିରେ ଯୋଉ ସେ ଶୋଇପଡ଼ିବାକୁ ତାକୁ କହୁଛି